ଗ୍ରାମର ମୁଖ୍ୟ ଏବଂ ଉଭୟ ଦଳର କର୍ମକର୍ତ୍ତା ପ୍ରଭୁଙ୍କର ଦାସ ଦାସୀ ଉପସ୍ଥିତ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ହାଲେଲୁୟା ହାଲେଲୁୟା। ଆଜି ବି କାଲି ଟିକେ ଲାଗୁଛି ବାପାମାନଙ୍କର ସଂଖ୍ୟା ବହୁତ କମ୍ ଅଛନ୍ତି। ଆଜି ଦେଖୁଛି ମାଆ ମାନେ ବାପାମାନଙ୍କ ପଛପଟେ ମଧ୍ୟ ବସୁଛନ୍ତି। ବାପାମାନେ ପୁରା ଭର୍ତ୍ତି ବସି ବାହାରେ ମଧ୍ୟ ବସୁଥିଲେ, କିନ୍ତୁ ଆଜି ବାପାମାନଙ୍କର ସଂଖ୍ୟା ବହୁତ କମ୍ ଅଛି। ଆଉ ଦେଖୁଛି ଅନେକ ପ୍ରାଚୀନ ମାନେ ନାହାନ୍ତି, ବୟସ ବ୍ୟକ୍ତି ବାପାମାନେ ନାହାନ୍ତି, ମଧ୍ୟସ୍ଥ ଧରଣର ଯୁବକ ମାନେ ଅଛନ୍ତି। ମୋର ପ୍ରିୟ ମଣ୍ଡଳୀ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମା ଗାଁର ସୁରକ୍ଷା ନିମନ୍ତେ ଆମେ ଗାଁ ସମସ୍ତେ ସ୍ଥିର କଲୁ, ଆମେ ଦୁଇଟି ମଣ୍ଡଳୀ ଲୋକ ଆମେ ଏକତ୍ର ବସି ଆମେ ଉପବାସ କରିବା। ହାଲେଲୁୟା। ଆଉ ସେମାନଙ୍କ ମଧ୍ୟରୁ ଅନେକ ଲୋକମାନେ ଆଜି ଉପବାସ ପ୍ରାର୍ଥନାରେ ଅନୁପସ୍ଥିତ ଅଛନ୍ତି। ଯେଉଁମାନେ ଆଜି ଉପବାସ ପ୍ରାର୍ଥନାରେ ନାହାନ୍ତି ସେମାନେ ସବୁବେଳେ ସେମିତି ହିଁ ରହିବେ। ହାଲେଲୁୟା। କାରଣ ହେଉଛି ଚତୁର୍ଥ ଉପବାସ ପ୍ରାର୍ଥନା। এই চতুর্থ উপবাস প্রার্থনারে বাইবেল মধ্যে অনেক গুরুত্বপূর্ণ বিষয় রয়েছে। আজ্ঞা অনেক বিষয় কহিবা পাই মু চাহুଥିଲି, কিন্তু ଆମ ହାତରେ ତ ସମୟ ବି ନାହିଁ, ବହୁତ ସମୟ ଅଛି। ପ୍ରାୟ 11ଟା ହେଲାଣି। ଆମେ ଉପାସନା ପରେ ପୁଣି ବରହମପୁର ଯିବାର ଅଛି। ମଉତାରେ ଯେ ବାକ୍ୟ କହିବେ ସେ ବି ବରହମପୁର ଯିବେ। ଆମ ହାତରେ ଗାଡ଼ି ବି ନାହିଁ। ଚନ୍ଦ୍ରଗିରି ମୋହନା ପହଞ୍ଚିବୁ, ବସ୍ରେ ବରହମପୁର ଯିବୁ, ପୁଣି ଆଉଥରେ ଡୁଣ୍ଡୁରୁମ ଫେରି ଆସିବୁ, କେତେ ରାତି ହେଇଯିବ। ତେଣୁ ସବୁଦିନ ଅପେକ୍ଷା ଆମେ ଆଜି ଟିକେ ଅଳ୍ପରେ ବାକ୍ୟ କହିବୁ, କିନ୍ତୁ ପ୍ରାର୍ଥନା କରିବା। ହାଲେଲୁୟା। এই ସାମୂହିକ ଉପବାସ ପ୍ରାର୍ଥନା ଅଗଷ୍ଟ ମାସ 12 ତାରିଖରେ ଜଣେ ପ୍ରାର୍ଥନା ମାସି ଆମକୁ ସେ ଅନେକ ଉପଦେଶ ଦେଇଛନ୍ତି, ଅନେକ ରାସ୍ତା ଦେଖାଇ ଯାଇଛନ୍ତି, ଅନେକ ପରାମର୍ଶ କରିଛନ୍ତି। ଆଉ ଯଦି କାହା ସୁରକ୍ଷା ପାଇବା ପାଇଁ ଚାହୁଁଛ, ତୁମେ ଶାନ୍ତି ରହିବା ପାଇଁ ଚାହୁଁଛ, ଆଶୀର୍ବାଦ ପାଇଁ ଚାହୁଁଛ, ପରିତ୍ରାଣ ପାଇବା ପାଇଁ ଚାହୁଁଛ, ତାହେଲେ ସମସ୍ତ ଗାଁ ଲୋକମାନେ କ'ଣ ହେବା ଦରକାର? ପବିତ୍ର ହେବା ଦରକାର। ହାଲେଲୁୟା। ସମସ୍ତ ଲୋକମାନେ ପବିତ୍ର ହେବା ଦରକାର। ନିଶା ଦ୍ରବ୍ୟରୁ ପୃଥକ ଜୀବନ କାଟିବା ଦରକାର। ଆଉ ସେଇଦିନ ଯୁବକ ଯୁବତୀ ମାନଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକକୁ ସେ ଡାକିଲେ, ପ୍ରତ୍ୟେକ ସେଇଦିନ ଆମେ ଶପଥ କରିଛୁ, ମୁଁ ଆଜିଠାରୁ ନିଶା ଦ୍ରବ୍ୟ ମୁଁ ପରିତ୍ୟାଗ କରିବି। ହାଲେଲୁୟା। ବୀର ଭାଇ ଶୋଭା ପାଉନାହିଁ, ଦୟାକରି ଆପଣ ସାମ୍ନାକୁ ଆସନ୍ତୁ, ଭିତରକୁ ଆସନ୍ତୁ। ଆପଣଙ୍କ ପାଇଁ ଆସନ ଅଛି। ସେ ଆସନଠାରୁ ଏ ଆସନ ସବୁଠାରୁ ବଡ଼ ଆସନ। ହାଲେଲୁୟା। କାରଣ ଉପବାସ ପ୍ରାର୍ଥନା କି ଫାଦର ଆସୁ କି ପାଷ୍ଟର ଆସୁ, ସମସ୍ତେ ତଳେ ବସିବେ। ହାଲେଲୁୟା। କାରଣ ବାଇବେଲ ମଧ୍ୟରେ ଆମେ ଦେଖୁଛୁ ଉପବାସ ପ୍ରାର୍ଥନାରେ ତୁମରେ ଯାଇଛନ୍ତି, ରଜା ହୁଅନ୍ତୁ ମନ୍ତ୍ରୀ ହୁଅନ୍ତୁ, ଆସନରେ ଉଲ୍ଲିବେ, ଅଖା ପିନ୍ଧିବେ, ପାଉଁଶରେ ବସି ଉପବାସ ପ୍ରାର୍ଥନା କରିଛନ୍ତି। ତାହେଲେ ଯେ ସେ ହେଉଛି ଯୁକ୍ତିଯୁକ୍ତ ଉପବାସ ପ୍ରାର୍ଥନା। ଉପବାସ ପ୍ରାର୍ଥନାରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆବଶ୍ୟକତା ନାହିଁ। ଉପବାସ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ଦରକାର, ସମର୍ପଣ କରିବା ଦରକାର, ସମର୍ପିତ ହେବା ଦରକାର, କଷ୍ଟ ସହିବା ଦରକାର। ଭୋକ ଉପବାସରେ ଆଉ ଶାରୀରିକ କଷ୍ଟ ସହିବା ଦରକାର। ତାହେଲେ ଯେ ପ୍ରଭୁ ଆମକୁ ଉପବାସ ପ୍ରାର୍ଥନା ଗ୍ରହଣ କରିବେ। ହାଲେଲୁୟା ହାଲେଲୁୟା। ତେଣୁ ମୋର ପ୍ରିୟ ମଣ୍ଡଳୀ, ଆଜି ହେଉଛି ଉପବାସ ଚତୁର୍ଥ ଦିନ। ତେଣୁ ଗୋଟିଏ ଅଂଶ ପଢ଼ିବା, ତାପରେ ଆମେ ପ୍ରାର୍ଥନା କରିବା, ତାପରେ ଆମେ ଆଗକୁ ଯିବା। ଦ୍ୱିତୀୟ ବଂଶାବଳୀ 20-26 ପଦ ମୁଁ ପଢ଼ିବି, ତାପରେ ପ୍ରାର୍ଥନା କରି ଆମେ ଆଗକୁ ଯିବା। ଦ୍ୱିତୀୟ ବଂଶାବଳୀ 20-26 ପଦ ଲେଖାଯାଏ, ତ ଚତୁର୍ଥ ଦିନ ସେମାନେ ବରାକ ଉପତ୍ୟକାରେ ଏକତ୍ରିତ ହେଲେ, କାରଣ ସେଠାରେ ସେମାନେ ସଦା ପ୍ରଭୁଙ୍କର ଧନ୍ୟବାଦ କଲେ। ଏହେତୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ବରାକ ଉପତ୍ୟକା ହୋଇଅଛି। ହାଲେଲୁୟା। ଚତୁର୍ଥ ଦିନରେ ସମସ୍ତ ଲୋକମାନେ ଏକତ୍ର ହେଲେ, ଆଉ କ'ଣ ଲେଖା ହେଇଛି? ସଦା ପ୍ରଭୁଙ୍କର ଧନ୍ୟବାଦ କଲେ। ଆଜ୍ଞା ଏପଟେ ଆସନ୍ତୁ, ପ୍ରଚାର ଆଜ୍ଞା ଆମ ସଭା ପାଉନି। ଆଉ କିଏ ଯଦି ପ୍ରଭୁଙ୍କ ଲୋକମାନେ ଅଛନ୍ତି ଆସନ୍ତୁ ବେଦିରେ, ଦିନେ ବସିବା ଜାଗା ମଧ୍ୟ ନହେଲେ। ହାଲେଲୁୟା। ପ୍ରଭୁ ଏ ବାକ୍ୟର ଆଶୀର୍ବାଦ କରନ୍ତୁ। ଆସୁ ଆମେ ପଦେ ପ୍ରାର୍ଥନା କରିବା।
समस्त आखि बंद करवा प्रार्थना करवा। प्रिय प्रभु तुम पवित्र नाम धन्यवाद दौचे पुनर्बार तुम्हें आम मान अनुग्रह कल ए चतुर्थ उपवास प्रार्थना रे प्रभु तुम पाद तल आनिल तुम पवित्र चरण तले निवेदन प्रार्थना करबा पाई तुम पवित्र चरण तले प्रार्थना समर्पण करबा पाई तुम पवित्र चरण तले प्रभु उपवास प्रार्थना निरूपण करबा पाई तुम्हें आज मन अवकाश देइछो एति पे तुम पवित्र नाम धन्यवाद दउछु प्रभु आज चतुर्थ उपवास प्रार्थना रे प्रत्येक को बेचा करालियो प्रत्येक को हृदय में कार्य करो प्रत्येक को हृदय में भांगी दे प्रार्थना करूछु प्रेम प्रभु तुम उपस्थिति प्रत्येक भोग करिवे प्रभु तुम उपस्थिति तुम सान्निध्य में बसिवे तुम वाक्य मनोयोग दे सुनिवे आपन प्रस्तुत करिवे प्रत्येक लोक माने उपस्थित फेरिवे मन परिवर्तन हेबे एति मते प्रत्येक को प्रस्तुत करो प्रत्येक को प्रभु जागृत करो प्रत्येक को आकर्षण करो प्रत्येक को हृदय में कार्य करो प्रभु तुम पवित्र चरण में प्रार्थना करूछु हे महा महिमा मंगल स्वर्ग पिता आज अवश्य समय को तुम हस्त रखुछु तुम्हें आमान को उपस्थित थाई प्रभु तुम्हें आत्म शेष करो पुणी हम प्रत्येक कथा को ए समस्त प्रार्थना यीशु को नाम रे मांगुछु आमेन हालेलुया हालेलुया प्रेज द लॉर्ड मोर प्रिय मंडली मोर प्रिय प्रभु को लोक माने गां एते वर्ष परे 52 वर्ष क्रिश्चियन हला परे गां इमिति माने कोन दुष्टतारे परिणत हो गला गां इमिति खराब हो गला गां रे लोक माने एते अबाध्य हले शेष रे गां रे नाना दुर्नाम हला गां इमिति अपमान हो गला जुआडे बोले भी डोंडरुम लोक भाई लोक माने डरी जाउथिले कोन पा डरी जाउथिले कत दिन मान को सुनुथुलो डोंडरुम रे बेसी गुणिया अछंती बेसी गुणी लोक माने अछंती खराब लोक माने अछंती खराब कार्य करदिबा लोक माने अछंती गां को आसले लोक माने डरुथिले आउ गां रु जो माने बेमार हेले जे विभिन्न प्रभु को लोक मान को पाकु जाउथिले प्रार्थना करिया पान से माने भी दर्शन पाउथिले ना आपन को गां रे बिति अछि सेमिति अछि आपन को गां दुष्टतारे परिणत हो जाईछि आपन को गां रे लोक माने दरात्मरे परिपूर्ण होइतंती एमते हला परे गां स्थिर कला की से माने कोई एमती सब खराब काम करूछि के गुणी गांजी करूछि ए सब आलोचना कला परे शेष रे निष्पत्ति दिया गला गां समस्ते उपवास और प्रार्थना निरूपण करिबा हालेलुया हालेलुया विपद आगमन काल रे क्लेश आगमन काल रे आमी उपवास और प्रार्थना करिबा हृदय विलाप करिबा प्रभु कडी को रांटू बातिबा प्रभु कडी को निजको समर्पण करिबा ए समस्त दुष्ट कार्य करदिबा लोक माने परिवर्तन हेबे आ दुष्ट आत्मा समस्त लोक माने बाहरी जीव से मानो नुआ प्रकार अन्य प्रकार हे जिवे ए परिस्थिति रो करे बोला मोर प्रिय मनसारी माने पढे आदि पुस्तक रे 6 पर्व 5 पद रे जने मां तो गम काया 5 पद के पढिबार सहायता करिवे आदि पुस्तक 6 पर्व 5 पद रे अनंतर सदा प्रभु देखिले जे अनंतर सदा प्रभु देखिले पृथ्वी रे मनुष्यर दुष्टता अति बड़ पृथ्वी रो मनुष्यर दुष्टता अति बड़ आ ताहार अंतकरण भावना तारू प्रत्येक कल्पना अविरत मंद मात्र हालेलुया परमेश्वर देखिले से समय पृथ्वी रो लोक मान को देखिले मनुष्यर हृदय दुष्टतारे परिपूर्ण प्रत्येक भावना अविरत मंद मात्र आज हम गारे से आइछे प्रत्येक परिवार प्रत्येक जीवन रे आदि दुष्टतारे परिपूर्ण प्रत्येक चिंता भावना मंद केई भल चिंता करू रहती गां बैठे भल चेष्टा करू रहती गां केमिति उन्नत हेबो एहा के चिंता करू रहती परमेश्वर देखिले केवल सही समय से 6 पर्व 8 पद रे पढନ୍ତୁ मात्र नह सदा प्रभु दृष्टि रे अनुग्रह प्राप्त है मात्र नह सदा प्रभु दृष्टि रे अनुग्रह प्राप्त हेले 11 12 13 सही समय रे पृथ्वी परमेश्वर को साक्षात रे भ्रष्ट थिला सही समय रे पृथ्वी परमेश्वर को साक्षात रे भ्रष्ट थिला वो पृथ्वी दरात्म रे परिपूर्ण थिला वो पृथ्वी दरात्म रे परिपूर्ण थिला पुणी परमेश्वर पृथ्वी रे दृष्टिपात करी देखिले पृथ्वी रे परमेश्वर दृष्टिपात करी देखिले ता भ्रष्ट होय
ହୋଇଯାଉଛି ତାହା ଭ୍ରଷ୍ଟ ହୋଇଯାଉଛି। ଯେହେତୁ ପୃଥିବୀର ସମସ୍ତ ପ୍ରାଣୀ ଯେହେତୁ ପୃଥିବୀର ସମସ୍ତ ପ୍ରାଣୀ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି। ଭ୍ରଷ୍ଟାଚାରୀ ହୋଇଅଛନ୍ତି। ତ ପରମେଶ୍ୱର ନହକୁ କହିଲେ ତହୁ ପରମେଶ୍ୱର ନହକୁ କହିଲେ ଯୋଉ ନହକେ ପରମେଶ୍ୱର କଟିକି ଅନୁଗ୍ରହ ଦେଖାଗଲେ, ଯୋଉ ନହକେ ପରମେଶ୍ୱର କଟିକି ପବିତ୍ର ଦେଖାଗଲେ, ସେଇ ନହକୁ ପରମେଶ୍ୱର କଣ କହିଲେ? ଆମ୍ବ ଗଛରେ ସମୁଦାୟ ପ୍ରାଣୀର ଆମ୍ବ ଗୋଚରରେ ସମସ୍ତ ପ୍ରାଣୀର ଅନ୍ତିମ ଅନ୍ତିମ କାଳ ସନ୍ନିକଟ ଉପସ୍ଥିତ ହେଇଛି। ସେମାନଙ୍କ ଦ୍ୱାରା ପୃଥିବୀ ଦରାତ୍ମରେ ପରିପୂର୍ଣ୍ଣ ହେଇଛି। ପୁଣି ଦେଖ ଆମେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ଦେଖ ପୃଥିବୀ ସହିତ ସେମାନଙ୍କୁ ଆମେ ବିନଷ୍ଟ କରିବୁ ନହ। ତୁମେ ଆମ ସବୁକରେ ପବିତ୍ର ହେଇଛ, ତୁମେ ଆମ ସବୁକରେ ଧାର୍ମିକ ହେଇଛ। ନହୁଙ୍କର ଉପଦେଶ ଶୁଣିଲେ ନାହିଁ, ନହୁଙ୍କର ବାକ୍ୟ ସେମାନେ ମାନିଲେ ନାହିଁ। ନହୁ କହିଲେ ଏ ଲୋକମାନେ 40 ଦିନ ଉତ୍ତାରେ ଜଳ ପ୍ଲାବନ ହବ, ଲୋକମାନେ ବିନଷ୍ଟ ହେବେ, ମନ ପରିବର୍ତ୍ତନ କର, ଫେରି ଆସ, ନିଶା ଦ୍ରବ୍ୟର ପରିତ୍ୟାଗ କର, ପ୍ରତ୍ୟେକ ଚୁଚି ହୁଅନ୍ତୁ, ପ୍ରତ୍ୟେକ ପବିତ୍ର ହୁଅନ୍ତୁ। ସେହି ସମୟରେ ଲୋକମାନେ କେହି ଶୁଣିଲେ ନାହିଁ, ନହଙ୍କର ବାକ୍ୟ ଶୁଣିଲେ ନାହିଁ, ଶିକ୍ଷା ଶୁଣିଲେ ନାହିଁ। ଘର ତିଆରି କରିବାରେ ଲାଗିଲେ, ଗଛ ଲଗାଇବାକୁ ଲାଗିଲେ, ମଦ ପିଇବାକୁ ଲାଗିଲେ, ଭୋଜି ଭାତରେ ନାନା ଚିକେନ ମଟନ ଖାଇବାକୁ ଲାଗିଲେ। କେହି ବି ପରିବର୍ତ୍ତନ ହେବାକୁ ଇଚ୍ଛା କଲେ ନାହିଁ। ନହଙ୍କୁ କୁହାଗଲା ତା ତଳଂଶରେ ଦେଖିବେ, ନହ ଏମାନେ ପରିବର୍ତ୍ତନ ହଉନାହାନ୍ତି, ଏମାନେ ଭୋଗ ବିଳାସରୁ ବାହାରି ଆସୁନାହାନ୍ତି, ଏମାନେ ଫେରି ପାରୁନାହାନ୍ତି। ପୃଥିବୀ ସହିତ ଏମାନଙ୍କୁ ବିନଷ୍ଟ କରିବ, କିନ୍ତୁ ତୁମ୍ଭେ ତୁମ ପରିବାର 8 ପ୍ରାଣୀ ରକ୍ଷା ପାରିବ। ତେଣୁ ନହକୁ ଏକ ନିୟମ ଦେଲେ, ନୁହଁ ତୁମେ ଗୋପର କାଷ୍ଟରେ ଏକ ଜାହାଜ ବନେଇବ, ତାର ତଳେ 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 ଆପଣମାନେ ପଡ଼ିବେ। ଆଉ ପରମେଶ୍ୱର ଯେମିତି ନିୟମ କହିଲେ, ଯେମିତି କରିବାକୁ କହିଲେ ନହୁ ସେମିତି କଲେ। ହାଲେଲୁୟା। ସେହି ସମୟରେ ଅନେକ କାଠ ଥିଲା, ଅନେକ ସିଧା ସିଧା ପିଆଶାଳ ଗଛ ବି ଥିଲା, ଅନେକ ଶାଳ ଗଛ ବି ଥିଲା, କିନ୍ତୁ ପରମେଶ୍ୱର ଗୋଟେ ଗୋପର କାଷ୍ଟକୁ ସେ ବାଛିଲେ। ଯୋଉ କାଠଟି ପାଣିରେ ନଷ୍ଟ ହୁଏ ନାହିଁ, ଯୋଉ କାଠଟି ପାଣିରେ ଭସିଯାଏ, ଯୋଉ କାଠଟି ପାଣି ଉପରେ ଭାସିଲେ ସେ ଯେତେ ଜିନିଷ ଲୋଡ଼ ହେଲେ ବି ସେ ପାଣି ଭିତରେ ପଶିବ ନାହିଁ, ବୁଡ଼ିବ ନାହିଁ, ସେହିପରି କାଷ୍ଟକୁ ପରମେଶ୍ୱର ବାଛିଲେ, ଗୋପର କାଷ୍ଟ। ନହୁଗୁଡ଼ା ବଣ ପାହାଡ଼ରେ ଗୁଡ଼ାରେ ଦୌଡ଼ି ବୁଲି 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 କାଠ ସଂଗ୍ରହ କଲେ। ପରମେଶ୍ୱରଙ୍କ ଅନୁସାରେ କାଠ ସଂଗ୍ରହ କଲା ପରେ ପରମେଶ୍ୱର ଯେମିତି ବନେଇବାକୁ କହିଲେ, କେତେ ହାତ ଉଚ୍ଚ ରଖିବ, କେତେ ହାତ ପ୍ରସ୍ତ ରଖିବ, କେତେ ହାତରେ ଝରକା ରଖିବ, କେତେ ହାତରେ କବାଟ ରଖିବ, ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ସମସ୍ତ କର୍ମ କଲେ। ନହ ହାଲେଲୁୟା। ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ସେ ମାନିଲେ। ଆଉ ଜାହାଜ ନିର୍ମାଣ ହୁଅନ୍ତେ, ପରମେଶ୍ୱର କହିଲେ, ନୁହଁ ଏଥର ଜାହାଜ ନିର୍ମାଣ ହେଲା, ପ୍ରତ୍ୟେକ ପଶୁମାନଙ୍କୁ ଦମ୍ପତି ଜାହାଜରେ ନିଅ, ଆଉ ତୁମେ ସପରିବାର ପ୍ରବେଶ କର। ନହ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଜାହାଜରେ ପ୍ରବେଶ କଲେ। ପରମେଶ୍ୱର ବାହାରେ ଲକଡାଉନ କରିଦେଲେ, ବାହାରେ ଚାବି ପକାଇଦେଲେ। ଯଦି ଭିତରେ ଯଦି ନହଙ୍କୁ କୁହାଯାଏ ତୁମେ ଭିତରେ ପଶ, ତୁମେ ଭିତରେ ପଛ ତୁମେ ଲକ୍ କର ଯଦି କୁହାଥାନ୍ତା, ଯେତେବେଳେ ପାଣିରେ ଲୋକମାନେ ଅବୁଡୁବ ହୋଇ ମରୁଥିବା ସମୟରେ ନହୁର ଭାଇମାନେ ଅଛନ୍ତି, ନହୁର ଶଳାମାନେ ଅଛନ୍ତି, ନହୁର ସମଧିମାନେ ଅଛନ୍ତି, ସେମାନେ କେତେ ଥର ଜାହାଜ ବାଡ଼େଇ ଡାକୁଥିବେ, ନହୁ ଆମ ପାଇଁ କବାଟ ଖୋଲ, ଆମ ପାଇଁ କବାଟ ଖୋଲ, ହୋଇପାରେ ନହୁ ଦୟା ହେଇ କବାଟ ଖୋଲିଦେବେ କାଳେ ବୋଲି ପରମେଶ୍ୱର ବାହାରେ ତାକୁ ଲକ୍ କରିଦେଲେ। ହାଲେଲୁୟା। ଯେତେବେଳେ ଲୋକମାନେ ପରିବର୍ତ୍ତନ ହେଲେ ନାହିଁ, ଯେତେବେଳେ ଲୋକମାନେ ସେ ଭୋଗ ବିଳାସ ଫେରିଲେ ନାହିଁ, ସେହି ସମୟରେ ଏମିତି ବର୍ଷା ହେଲା, 40 ଦିନ ଦିବାରାତ୍ର 150 ଦିନ ପର୍ଯ୍ୟନ୍ତ ପୃଥିବୀ ପାଣିରେ ବୁଡ଼ି ରହିଲା। ଗୋଟେ ବି ଦୁଷ୍ଟ ଲୋକମାନେ ରହିଲେ ନାହିଁ, ପାଣିରେ ବୁଡ଼ି ବୁଡ଼ି ସମସ୍ତେ ମରିଗଲେ। ହାଲେଲୁୟା। 7 ପର୍ବରେ ଆମେ ଦେଖୁଛୁ, 7 ପର୍ବର ବୋଧେ 10 ପଦରେ ଗୋଟେ 4 ପଦରେ ପଢ଼ିବେ। 10ର ଆଦି ପୁସ୍ତକ 7ର 4 ପଦ। ଯେହେତୁ 7 ଦିନ ଉତ୍ତାରେ ଆମ୍ଭେ 40 ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ, କେତେ ଦିବାରାତ୍ର? 40 ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥ ଆମର ନିର୍ମିତ ସମସ୍ତ ପ୍ରାଣୀକୁ ଲୁପ୍ତ କରିବା। ସମସ୍ତ ପ୍ରାଣୀକୁ ଲୁପ୍ତ କରିବା ନୁହଁ, 40 ଦିନ। 7 ଦିନ ଉତ୍ତାରେ, 7 ଦିନ ପରେ ପୃଥିବୀରେ କଣ ହବ ଲେଖା ହେଲା? 4 ପଦ ପଡ଼ିଲା ପରେ, ଯେହେତୁ 7 ଦିନ ଉତ୍ତାରେ ଆମ୍ଭେ 40 ଦିବାରାତ୍ର, 7 ଦିନ ପରେ
40 ଦିବା ରାତ୍ର କ'ଣ ହବ? ବୃଷ୍ଟି ହେବ 10 ପଦ। ଆଉ ସେଇ 7 ଦିନ ଉପରେ ପୃଥିବୀରେ ଜଳପ୍ଲାବନ ଆରମ୍ଭ ହେଲା। ସେହି 7 ଦିନ ଉତ୍ତରେ ପୃଥିବୀରେ ଜଳପ୍ଲାବନ ଆରମ୍ଭ ହେଲା। 12 ପଦ। ତହିଁରେ 40 ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା। ତହିଁରେ 40 ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା। ହାଲେଲୁୟା। 40 ଦିବାରାତ୍ର ଯେତେବେଳେ ବୃଷ୍ଟି ହେଲା, ଏତେ ବର୍ଷା ବର୍ଷିଲା, 150 ଦିନ ପର୍ଯ୍ୟନ୍ତ ପୃଥିବୀରେ ପାଣି ରହିଲା। ଏତେ 40 ଦିନ ଦିବାରାତ୍ର ହେଲା ପରେ ଏତେ ପାଣି ବଢିଲା, ଉଚ୍ଚ ଉଚ୍ଚ ପାହାଡ଼ ଗୁଡ଼ିକ ମଧ୍ୟ ବୁଡ଼ିବାକୁ ଲାଗିଲା। ଆଉ ଯେତେ ପାଣି ବଢୁଛି ନହଙ୍କର ଡଙ୍ଗା ସେତେ ଉପରକୁ ଉଠୁଛି। ହାଲେଲୁୟା। ମୋର ପ୍ରିୟ ମଣ୍ଡଳୀ, ନହଙ୍କ ଜାହାଜ ଉପରେ ଉଠୁଛି, ଦୁଷ୍ଟମାନେ ତଳେ ପାଣିରେ ବୁଡ଼ି ବୁଡ଼ି ମରୁଛନ୍ତି। ଉପବାସ କହିଲେ ନ ଖାଇ ନ ପିଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ଉପବାସ କରୁଥିବା ଲୋକମାନେ ପରମେଶ୍ୱର ପ୍ରଭୁ ଉପରକୁ ନେଇକି ଯିବେ। এই মন্দময় জগৎ সহিত সেମାନଙ୍କୁ রখিবে ନାହିଁ। এই মন্দময় জগৎ সহিত সেମାନଙ୍କୁ আকর্ষণ করিপারিব ନାହିଁ। উপবাস କରୁଥିବା ଲୋକମାନେ ଉପରେ ବାସ କରିବେ, ସେମାନେ ସୁରକ୍ଷିତ ହେବେ, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ। ତେଣୁ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନେ ଉପବାସ ପ୍ରାର୍ଥନା ନିରୂପଣ କରୁଛନ୍ତି। ଜୀବନର ସୁରକ୍ଷା ପାଇଁ କ୍ଲେଶ ଘଟି ଆସୁଛି, ବିପଦ ଆସୁଛି। ଖ୍ରୀଷ୍ଟ ମଣ୍ଡଳୀ ଭାଇ ଭଉଣୀମାନେ ଉପବାସ ପ୍ରାର୍ଥନା କରିବା ନିତାନ୍ତ ଦରକାର। এই ଦିନମାନଙ୍କ ବଦଳ ଉପବାସ ସହିତ ନିଜକୁ ପ୍ରସ୍ତୁତ କରିବା ଦରକାର। ଉପବାସ ପ୍ରାର୍ଥନା ସହିତ ହୃଦୟ ବିଳାପ କରି ପ୍ରଭୁଙ୍କ ନିକଟକୁ ଫେରିବା ଦରକାର। ଯଦି এই ସୁଯୋଗରୁ ଯଦି ଆମେ ହୃଦୟ ବିଳାପର ସହିତ ଉପବାସ ସହିତ ଯଦି ଆମେ ପ୍ରଭୁଙ୍କ ନିକଟକୁ ନ ଫେରୁ, ତାହେଲେ ଆମ ପାଇଁ ଜଗତରେ ରକ୍ଷା ନାହିଁ, ଆମ ପାଇଁ ପୃଥିବୀରେ ସ୍ଥାନ ନାହିଁ। ଚାରିଆଡ଼େ ବିପଦ, ଚାରିଆଡ଼େ କ୍ଲେଶ ଭରି ରହିଛି। ବିପଦ আগমନ କାଳରେ ପ୍ରାର୍ଥନା କରନ୍ତୁ, ମନ ପରିବର୍ତ୍ତନ କରି ଫେରି ଆସନ୍ତୁ। ଯଦି ମନ ପରିବର୍ତ୍ତନ କରୁନାହାନ୍ତି, ପ୍ରାର୍ଥନା କରୁନାହାନ୍ତି, সেই ବିପଦରୁ କେହି ରକ୍ଷା କରିପାରିବେ ନାହିଁ। ନହଙ୍କ ସମର ଲୋକମାନେ ପାଣିରେ ଯେତେବେଳେ ବୁଡ଼ି ବୁଡ଼ି ମଲେ କେହି ସେମାନଙ୍କୁ ରକ୍ଷା କରିପାରିଲେ ନାହିଁ। କେବଳ ନହଙ୍କର 8 ପ୍ରାଣୀ ହିଁ ବଞ୍ଚିଲେ। ହାଲେଲୁୟା। ସେଥିପାଇଁ ପ୍ରଭୁ ଗାଁର ଲୋକମାନେ ପ୍ରତ୍ୟେକ ବଞ୍ଚନ୍ତୁ, ପାଣିର ନ ବୁଡ଼ନ୍ତୁ, ଛଟପଟ ନ ହୁଅନ୍ତୁ। ପ୍ରତ୍ୟେକ ଲୋକମାନେ ମନ ପରିବର୍ତ୍ତନ କରନ୍ତୁ, ପ୍ରତ୍ୟେକ ଲୋକମାନେ ଦୁରାତ୍ମାରୁ ଫେରି ଆସନ୍ତୁ, ପ୍ରତ୍ୟେକ ଲୋକମାନେ ଦୁଷ୍ଟତାରୁ ମନ ପରିବର୍ତ୍ତନ କରି ଫେରି ଆସନ୍ତୁ। ଏହା ହିଁ ପ୍ରଭୁଙ୍କର ଇଚ୍ଛା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ମଣ୍ଡଳୀ, ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ମରଣ ଖବର ଆସି ପହଞ୍ଚୁଛି। କିନ୍ତୁ ପ୍ରଭୁ ଆମମାନଙ୍କୁ ଏଇ ଦିନମାନଙ୍କ ମଧ୍ୟରେ ଆମ ଗାଁକୁ ସୁରକ୍ଷା ଦେଇଛନ୍ତି। ଆମେ ପ୍ରତ୍ୟେକ ଜୀବନ ବଞ୍ଚିଛୁ। ପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମ୍ଭେମାନେ କେହି ବିନଷ୍ଟ ହେଇନାହୁଁ। ହାଲେଲୁୟା। ଆମ ପାଖରେ କେହି ସିରିୟସ୍ ପେସେଣ୍ଟ ନାହାନ୍ତି ଗାଁରେ। ହାଲେଲୁୟା। ଗତକାଲି ଆପଣମାନେ ଶୁଣିଥିବେ ସୁନ୍ଦରଡାଙ୍ଗ ଜଣେ ଯୁବତୀ ଝିଅ ମରିଗଲା ମୋହନାରେ। ତାହାକୁ ନେଇଛନ୍ତି ସୁନ୍ଦରଡାଙ୍ଗ, ସେଠି ସମାଧି କରାଗଲା। ଆଜି ସକାଳେ ସେରଙ୍ଗରୁ ପୁଟସତ ପଟାଲେ ତୃପ୍ତିଲତା ଘଣ୍ଟା 40 ବର୍ଷରେ ଯିଏକି ଆମ ସହିତ ବ୍ରଜରାଜନଗରରେ ବାଇବେଲ ତାଲିମ ପ୍ରାପ୍ତ କରୁଥିବା ଝିଅ ଆଜି ସେ ସକାଳେ ଡେଥ୍ ହେଇଯାଇଛନ୍ତି। ଝିଅ ଏମିତି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ମରଣ ଖବର ଆସି ପହଞ୍ଚୁଛି, ବିପଦ ଆସି ପହଞ୍ଚୁଛି। ସେଥିପ୍ରତି ସାବଧାନ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ନିଜକୁ ନିଜେ ଆମେ କଷ୍ଟ ଆଣୁଛୁ, ଅଭିଶାପ ଆଣୁଛୁ। ପରମେଶ୍ୱର ମନୁଷ୍ୟମାନଙ୍କୁ ଏଥିପାଇଁ ସୃଷ୍ଟି କରିନଥିଲେ, ପରମେଶ୍ୱର ଏଥିପାଇଁ ମନୁଷ୍ୟମାନଙ୍କୁ ଆପଣ ପ୍ରାଣ ଦେଇନଥିଲେ, ଏଥିପାଇଁ ପରମେଶ୍ୱର ମନୁଷ୍ୟମାନଙ୍କୁ ଜୀବିତ କରିନଥିଲେ। କିନ୍ତୁ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ଆପଣା ନାସିକରେ ପ୍ରାଣବାୟୁ ଦେଇ ଜୀବିତ ପ୍ରାଣୀ କରାଇଲେ। ଯିଶାୟା 43 ପଦ ଅନୁସାରେ ସେଠି ଲେଖାଯାଇଛି, ଏହି ଲୋକମାନଙ୍କୁ ଆମେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ପାଇଁ ସୃଷ୍ଟି କରିଛୁ। ମୋର ସେବା ପାଇଁ ଲୋକମାନଙ୍କୁ ପ୍ରଶଂସା କରିବା ପାଇଁ ସୃଷ୍ଟି କରିଛୁ। କିନ୍ତୁ ଆଜି ଏହି ଲୋକମାନେ ଅନ୍ୟାନ୍ୟ ଦେବତାର ପ୍ରଶଂସା କରୁଛନ୍ତି, ଅନ୍ୟାନ୍ୟ ଦେବତାମାନଙ୍କର ସେବା କରୁଛନ୍ତି। ଉପଦେଶକ 7 ପର୍ବର 29 ପଦ ଲେଖାଯାଇଛି, ଜ୍ଞାନ ସଲମନ ଏଠି ମାତ୍ର ମୁଁ ଦେଖିଲି ଯେ ମନୁଷ୍ୟମାନଙ୍କୁ ପରମେଶ୍ୱର ସରଳ କରି ସୃଷ୍ଟି କଲେ, ମାତ୍ର ଏଇମାନେ ଅନେକ ଉଦ୍ଭାବନ କରି ଅନେକ କାର୍ଯ୍ୟ କରିଅଛନ୍ତି। ସେଟା ଟିକେ ପଢିତ 7:29। ଦେଖ ମୁଁ ଏତିକି ମାତ୍ର ପାଇଅଛି ଯେ ପରମେଶ୍ୱର ମନୁଷ୍ୟକୁ ସରଳ କରି ନିର୍ମାଣ କଲେ।
মাত্র সেই মনুষ্য মানে অনেক উদ্ভাবন କରି ଅନେକ ଉଦ୍ଭାବନ ଅନ୍ୱେଷଣ କରିଅଛନ୍ତି। ଆଜି ମନୁଷ୍ୟମାନେ ଅନେକ ବିଷୟ ଉଦ୍ଭାବନ କରିଛନ୍ତି, ଏହାକୁ ଅନ୍ୱେଷଣ କରିଛନ୍ତି। ବିଭିନ୍ନ ଭୂତ, ବିଭିନ୍ନ ତାନ୍ତ୍ରିକ, ବିଭିନ୍ନ ଗୁଣୀ, ବିଭିନ୍ନ ଚେରମୂଳି ପାଖକୁ ଦୌଡ଼ି ଯାଇଛନ୍ତି। ନିଜକୁ ଅଶୁଚି କରିଛୁ, ନିଜକୁ ଅପବିତ୍ର କରିଯାଇଛୁ, ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଛୁ। ଆଜି ଗାଁ ନିଶା ଦ୍ରବ୍ୟରେ ଦୁଷ୍ଟତାରେ ପରିପୂର୍ଣ୍ଣ ହୋଇଯାଇଛି। ଅଗଷ୍ଟ ମାସ 15 ତାରିଖରେ ଯେଉଁମାନେ ପ୍ରଭୁଙ୍କ ସାକ୍ଷାତର ଶପଥ କରିଛନ୍ତି, ମନେ ରଖନ୍ତୁ ଭାଇ ଭଉଣୀମାନେ, ବାପା ମାନେ, କେତେ ଜଣ ଆପଣମାନେ ଶପଥ ରଖିଛନ୍ତି ପ୍ରଭୁ ଜାଣୁଛନ୍ତି। ଯଦି ଶପଥ ରକ୍ଷା କରିପାରୁନାହାନ୍ତି 40 ଦିନ ପରେ ଉପବାସ ପ୍ରାର୍ଥନା ପରେ ବିପଦ ଆସିବ। ଅନେକ ଦଲ ଇଞ୍ଜିନିୟର ଆଡ଼େ এই ଉପବାସ ପ୍ରାର୍ଥନା ତିନି ପର୍ଯ୍ୟନ୍ତ ନା ଚତୁର୍ପିକା ନେଲେ କାଲି ଚତୁର୍ପିକା ନେଲେ ଉପବାସ ପ୍ରାର୍ଥନା ହେଇଛି ବୋଲେ 3 ମା ନାଇଁ ଆଇକି କେତେ ଦଲ ହିଁ ଭାବେ ନା ବା यस का दादा कतेरी जहाँ दुहार जरी जहाँ चीक अंजरी ओटे एदा मेहपन बागीचा केटू एदा कोडन बागीचा केटू एदा ओटे मु उड़न बागीचा केटू जिसे 55 दुई पद लेखाने काहे की ओ खाद्य पाई जोना के हम पे तृप्तिजनक नहीं चाहे कि हम पे तो आशीर्वाद नहीं तो हाई पर काहे टंका खर्च करूछ 55 दुई के अखाद्य निमंते बा अखाद्य द्रव्य निमंते तुम्हें मैंने काहे की रूपा व्यय करो छो वो जा तृप्ति करो नुहे तो ही पाए काहे की तुम्हें हमारे परिश्रम करो छो मनोযোগ করি আম্ভর কথা শুনো মনোযোগ করি আম্ভর কথা শুনো ভাই পড়ি মানে উত্তম দ্রব্য ভোজন করো কোন কোন কি খাদ্য উত্তম খাদ্য ভোজন করো ও পুষ্টিকর দ্রব্যরে ତୁମମାନଙ୍କ ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ। ହାଲେଲୁୟା। ତୃପ୍ତିକର କାର୍ଯ୍ୟ, ହୃଷ୍ଟପୁଷ୍ଟ ଖାଦ୍ୟ ଖାଅ ଆଜ୍ଞା। ସେ ଗୁଟକା, ପାନମୋରି, କିଷାନଜୀ ଆଉ ମାରବାଡ଼ି କେତେ ନାଁ ଯାକ ସେଦିନ ଟିକେ ରେକର୍ଡିଂ କରୁଥିଲେ, ନୂଆ ନୂଆ ନାଁ ଟିକେ ଜାଣିଥାନ୍ତେ। ଏତେ ନାଁ ଅଛି किसानजी गुटका को कौन एते ना जाक सब से स्वीकार कले नाई मको खाऊली अमको पीऊली अमको करूली मु आज तार करी ना शपथ कर बुढ़ा गाटा है लावेगा लाउस का हाबे तसो बेसाना ना बेसा जला सु तुदी बेसाना माका टाइटल पढ़ा जिसा 55 दुई लेखाते यस का दादा तेरी हे आज पे संगाना तेरी ए खराब जाना निज शरीर खाई के खेते की तेरी टंका खाई खर्च की तेरी ए पैसा नहीं उंगा पड़ी जो ए टाका नहीं ड्रेस उचाटू ए टाका नहीं इटका केर मानजू कालू दवा रखी एबे ना मिते वेस्टर्न से बोदे ना किते पढ़े ने ए आज इंस्टान इंजीनियर रनेस्ट की चिठी 700 टाका ता 7,000 ता बड़े कालू दीचे एते टाका खर्च क्या होते सुजी ताई की एते खर्च मानने नहीं से वाले दिन ए कालू का टाका रखिया से से नहीं जो बड़ा भलो डोले किन मुते एते टाका ते कालू बाग दिन रोदिना दिके किंतु तानो इतर शपथ क्या नानी तो कालू नेनु ना टाका खर्च केनु ना टाका नानो होई हालेलुया एसे पुंजा चलते 90 दोन कालू उंडा इच्छे देखन मुली एबे 75 में वांदिया नानोटा कालू ने एते सरल तो जने देबे पुण्य मात्र प्रभु लोक दस्तिन ना कालू दिचे ना कालू उंडा चलते कालू ने धन्यवाद भलो ए स्वीकार करता दे रेस्पॉन्स दे निजो इमिति अनेक औचुची खाद्य चाना नाश द्वारू गालू हुई जुंडाना निजो मा परिवार मा मंडली मा नाजु दरात पर परिपूर्ण ने दुष्टतार परिपूर्ण ने एबे इंदर कथा बेंजले एबे इंदर परामर्श बेंजले रे ना दो इमति ही होई राणा सेति पाए मोर प्रियर प्रभु को लोक माने आउ प्रार्थना को डकाला मा आज हम गाडी दुष्ट रे परिपूर्ण होचे शैतान रो कार्य रे प्रलोभन रे पड़ी जाइछो शैतान रो अधीन रे बंधा जाइछो कौन करवा कब माँ कहले ताहले ठीक अच्छी शैतान मुक्त पे चाहूच 4टा कुश तैयार कर 4 कुश पुतिबा
ହାଲେଲୁୟା। ବଡ଼ ବଡ଼ 5 ଫୁଟ ଉଚ୍ଚାରେ 5ଟା କୁଶ ସିମେଣ୍ଟ ତିଆରି କରାଗଲା, 4ଟା କୁଶ ତିଆରି କରାଗଲା। ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣରେ 4 ଦିଗରେ ଗାଁକୁ ବନ୍ଧନ କରାଗଲା। କେତେ ଲୋକ ଲାଡ଼େ ଏଇ କୁଶ ଦେଇନି ନାକି ନାଇଦି ନା ଆଣି କୁଶ ଗୁଡ଼ା ନା, କିନ୍ତୁ ଯେଉଁମାନେ ଶୈତାନ ବନ୍ଧନ ନିଶା ଦ୍ରବ୍ୟରେ ଆସକ୍ତ ହୋଇଥିବା ଲୋକମାନେ ସେଇ କୃଷକୁ ଆପଣମାନେ ମୂର୍ଖ ଲୋକମାନେ ତାହାକୁ ତୁଚ୍ଛ କରନ୍ତି, କିନ୍ତୁ କୃଷ ହେଉଛି ଈଶ୍ୱରଙ୍କ ଶକ୍ତି। ହାଲେଲୁୟା। କୃଷ ହେଉଛି ଈଶ୍ୱରଙ୍କ ଶକ୍ତି। ପଢି ଯାଆନ୍ତୁ ପ୍ରଥମ Corinthians 1:18 କହିଲେ କୃଷକୁ ଲୋକମାନେ ଏ ଦିନ ନାଚିବା ନା ବାବା ବୁସାନରେ ତ ଆଇଛି। ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଶେଷକୁ ମନୋନୀତ କଲେ। ପୁଣି ବଳବାନ ବିଶେଷକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଶେଷକୁ ମନୋନୀତ କଲେ। ଦୁର୍ବଳ ବିଶେଷକୁ ମନୋନୀତ କଲେ। ଈଶ୍ୱରଙ୍କର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର କୃଷର ଶକ୍ତି ମତେ ଏଫେସିୟ 2 ପର୍ବର 16 ପଦ, ଏଫେସିୟ 2:16 ସେ କୃଷ ଟିକେ ଚାରିପଟରେ ଆମେ ଦେଖିଛୁ ତ ଆଡ଼ିଦେଇ ନା ନେ ମୁସଲିମ ବାଗାତେ ଇଞ୍ଜିନିୟର ଚେତାଲା ଆଉ କୃଷ ଦ୍ୱାରା ଶତ୍ରୁତା ବିନାଶ କରି ବାସ୍ କୃଷ ଦ୍ୱାରା ଶତ୍ରୁତାକୁ କ'ଣ କରାହବ? ବିନାଶ କରାହବ। ଆଜ୍ଞା ଯୋଉ ଶତ୍ରୁ ଆସି ଗାଁକୁ ଆମକୁ ହଇରାଣ କରୁଛି, ଆମ ଗାଁ ଲୋକମାନେ ଯୋଉ ଗୁଣି ମାନଙ୍କୁ ଘର ଘର ଡାକି ଆଣୁଛୁ, ଘରେ ଘରେ ପୂଜା କରୁଛୁ, ଘରେ ଘରେ ବଳି ଦେଉଛୁ, କୃଷ ଶତ୍ରୁତାକୁ କ'ଣ କରେ? ବିନାଶ କରେ। ତାପରେ ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପେ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ହାଲେଲୁୟା। ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ମୋର ପ୍ରିୟ ମଣ୍ଡଳୀ, କୃଷକୁ ଆଉ ଆପଣମାନେ ଏତେ ସାଧା ବୋଲି ଭାବନ୍ତୁ ନାହିଁ। ଆମେ କୃଷକୁ ଯଦି ଖ୍ରୀଷ୍ଟିଆନ ମାନଙ୍କର ପ୍ରତୀକ ହେଉଛି କୃଷ। এই কৃষ দ্বারা বিজাতি মানে জানতো এই গোটে খ্রিস্টান গাঁ, এটি খ্রিস্টান লোকମାନେ অଛନ୍ତି। এই খ্রিস্টান লোকମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କ ଲୋକମାନେ ଥିବା ମଧ୍ୟରେ କୃଷ ଥିବା ମଧ୍ୟରେ ବିଜାତି ଲୋକମାନଙ୍କୁ ଆଣନ୍ତୁ ନାହିଁ, ସେମାନଙ୍କର ବଶୀଭୂତ ହୁଅନ୍ତୁ ନାହିଁ, ସେମାନଙ୍କୁ ଅନୁସରଣ କରନ୍ତୁ ନାହିଁ, ସେମାନଙ୍କର ବଶୀଭୂତ ହୋଇ ଆପଣମାନଙ୍କୁ ଅଚୁଚି କରନ୍ତୁ ନାହିଁ। ହାଲେଲୁୟା ହାଲେଲୁୟା। ଆଜି ଏମିତି ଅନେକ ଲୋକମାନେ ପତନ ହେଇଯାଇଛି ଆଜ୍ଞା, ଯୋଉ ସତ୍ୟ ଈଶ୍ୱରଙ୍କୁ ଆମେ ଛାଡ଼ି ଦେଇ ଯୋଉ ସତ୍ୟ ପରମେଶ୍ୱରକୁ ସେବା ନ କରି ଆଜି ଅନ୍ୟମାନଙ୍କର ସେବା କରି ଚାଲିଛୁ। ପରମେଶ୍ୱରଙ୍କର ସେବା କରନ୍ତୁ, ପରମେଶ୍ୱରଙ୍କ ସେବା କରନ୍ତୁ, ଆଶୀର୍ବାଦ ପାଇବେ ଆଜ୍ଞା। ଅଭାବ ମୋଚନ କରିବେ ପ୍ରଭୁ। ପ୍ରଭୁଙ୍କ ଲୋକମାନଙ୍କୁ ସେବା କରନ୍ତୁ। ଚତୁର୍ଥ ଦିନ ଉପବାସ ପ୍ରାର୍ଥନା। ଆଉ ମୁଁ ପ୍ରସ୍ତୁତ ନାହିଁ ଆଜ୍ଞା। ରାତି ଯାକ କରେଣ୍ଟ ନାହିଁ, ଦିନ ଯାକ କରେଣ୍ଟ ନାହିଁ, ବୋଧେ 11ଟା ରାତିରେ ଆସିଲା, ମୋ ବାଇବେଲ ଟିକେ ଯୋଡ଼ୁଥିଲି, ନିଦ ଆସିଲା। ମୁଁ ପ୍ରସ୍ତୁତ ନାହିଁ। କହୁ କହୁ ଚାଳନାରେ ଯାହା ଆସୁଛି କହନ୍ତୁ ନାହିଁ, ପାଳକ ଧାରାବାହିକକୁ କହିଲେ ନାହିଁ। କିନ୍ତୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ এই চতুর্থ উপবাস প্রার্থনার ଯେଉଁମାନେ ଅଛି ଉପବାସରେ ଆସିଥାନ୍ତି ସେମାନେ ସବୁବେଳେ ଭିତରେ ଥିବେ। ଉପବାସ ପ୍ରାର୍ଥନାରେ ଯେଉଁମାନେ ଅବହେଳିତ କରିଛନ୍ତି, ଉପବାସ ପ୍ରାର୍ଥନାରେ ଆଜି ଯେଉଁମାନେ ମନୋଯୋଗ କରିନାହାନ୍ତି ସେମାନେ ସବୁବେଳେ ସେମିତି ହିଁ ରହିବେ। ବୋଧେ ଯୋହନ ଲିଖିତ ସୁସମାଚାର 11 ପର୍ବର 17 ପଦରେ ଆମେ ଜାଣୁ, ଯୋହନ 11:17ରେ ଲାଜାରଙ୍କ ମୃତ୍ୟୁ ହେଇଛି। ଯୀଶୁ 4 ଦିନ ପରେ ଲାଜାରଙ୍କର ମୃତ୍ୟୁ ଶୁଣିଲେ। ଆଜ୍ଞା ପଢିଲେ 17, ଯୋହନ 11:17। ଯୀଶୁ ପହଞ୍ଚି ଶୁଣିଲେ ଯେ କଣ କଣ? ଯୀଶୁ ପହଞ୍ଚି ଶୁଣିଲେ ଯେ ସେ 4 ଦିନ ହେଲା ସମାଧିରେ ରଖାଗଲେଣି। ଲାଜାର ସମାଧିରେ ରଖାଗଲେଣି। 4 ଦିନ ହେଲାଣି ଲାଜାର ସମାଧି ଭିତରେ ଅଛନ୍ତି। ଆଜି ଆମେ 4 ଦିନ ହେଲାଣି ଆମେ ପ୍ରାର୍ଥନା କରୁଛୁ। ଆମେ ଆଜି ପର୍ଯ୍ୟନ୍ତ ସମାଧି ଭିତରେ ଆମେ ରହିଛୁ କି? এই চতুর্থ উপবাস প্রার্থনা যদি, এই চতুর্থ 4 দিন উপবাস প্রার্থনা যদি আমি সমাধিକୁ ବାହାରିବା ନାହିଁ। 39 ପଦ। অতএব 39:39 11 ଯୀଶୁ କହିଲେ
ଏହି ପଥର ଘୁଞ୍ଚାଇ ଦିଅ। ହଉ 4 ଦିନ ହଉ କି ଯାହା ବି ହଉ ପଥର ଘୁଞ୍ଚେଇ ଦେ କୋଉଠି ଲାଜାରକୁ ରଖିଛ। ମୃତ ବ୍ୟକ୍ତିଙ୍କ ଭଗ୍ନୀ আর মৃত ব্যক্তিଙ୍କ ভগ্নী ମାର୍ତା ମାର୍ଥା ଯୀଶୁଙ୍କୁ କଣ କହିଲେ? ତାହାକୁ କହିଲେ ଯୀଶୁଙ୍କୁ କହିଲେ ପ୍ରଭୁ ପ୍ରଭୁ ସେ ବସିଗଲେଣି, ସେ ପଛି ଗଲେଣି, ଗନ୍ଧି ଗଲେଣି, ବାସି ଗଲାଣି, ବାସି ଗଲାଣି, କାରଣ ସେ 4 ଦିନ ହେଲା ମରିଲାଣି। ସେ 4 ଦିନ ହେଲାଣି ମଲାଣି। ହାଲେଲୁୟା ହାଲେଲୁୟା। ସେ ତଳ ଅଂଶ ମାନଙ୍କ ଯଦି ଆପଣ ମାନେ ପଢିବା 4 ଦିନ ହଉ ସେ ଭାସୁ କି ପଚୁ, ଯଦି 4 ଦିନ ଯୀଶୁ ଯଦି ଆସିବେ ସମାଧି ନିକଟରେ, ଯୀଶୁ ଲାଜାରଙ୍କୁ କହିଲେ ଲାଜାର ବାହାରି ଆସ। ହାଲେଲୁୟା। ସେ ସମୟରେ ଲାଜାର ସମାଧିରୁ 4 ଦିନର ମରିଥିବା ଲୋକ ସେ ବାହାରି ଆସୁଛନ୍ତି। 4 ଦିନର ଉପବାସ ପ୍ରାର୍ଥନାରେ ଆମେ ଆସିଛୁ। ଆଜି ଆମେ ସେଇ ଦୌରାତ୍ମରେ, ସେଇ ଗର୍ତ୍ତରେ, ସେ ଅନ୍ଧକାରରୁ, ସେଇ ନିଶା ଦ୍ରବ୍ୟରୁ, ସେ ଅଶୁଚିତାରୁ, ସେ ଅପବିତ୍ରତାରୁ ଆଜି ଆମେ ବାହାର ଆସିବାକୁ ପଡିବ। ହାଲେଲୁୟା। ଆଜି ଯଦି ଚତୁର୍ଥ ଉପବାସ ପ୍ରାର୍ଥନା 4 ଦିନ ହେଲାଣି ନ ଖାଇ ନ ପିଇ ପ୍ରଭୁଙ୍କୁ ଡାକୁଛୁ, ପ୍ରାର୍ଥନା କରୁଛୁ। ଆଜି ମୋର ପ୍ରିୟ ଭାଇ ଭଉଣୀ ମାନେ, ମୋର ଯୁବା ଯୁବତୀ ମାନେ, ମୋର ବାପା ମା ମାନେ ଆଜି ଯଦି ଅନ୍ଧାରରେ ଅଛୁ, ପଚି ଯାଇଛୁ, ଦୁର୍ଗନ୍ଧ ହେଇଛୁ, ଆଜି ବାହାରି ଆସନ୍ତୁ ସେଠି। ଯଦି ବାହାରିବେ ନାହିଁ ସବୁବେଳେ ସେଠି ଗନ୍ଧୁଥିବେ, ସେଠି ସବୁବେଳେ ଅନ୍ଧାରରେ ରହିବେ, ବାହାରି ଆସିବାକୁ ପଡିବ। ଆଜି ଅନେକ ଲୋକମାନେ ମୋ ଗାଁରୁ ମୁଁ ସମାଧି ଭିତରେ ରହିବି, ଏମିତି ଅନ୍ଧାର ରହିବି। ଉପବାସ ପ୍ରାର୍ଥନା ଅନେକ ଲୋକମାନେ ମନୋଯୋଗୀ ନୁହନ୍ତି। ସେ ଅନ୍ଧାରରୁ ବାହାରିବା ପାଇଁ ଲୋକମାନେ କେହି ଇଚ୍ଛୁକ କରୁନାହାନ୍ତି। ନିଶା ଦ୍ରବ୍ୟ ଛାଡ଼ିବା ପାଇଁ ଲୋକମାନେ ଇଚ୍ଛୁକ କରୁନାହାନ୍ତି। ସେ କଇନି ଗୁଟକା ଛାଡ଼ିବା ପାଇଁ ଲୋକମାନେ ଇଚ୍ଛା କରୁନାହାନ୍ତି। କିନ୍ତୁ ବାହାରିବାକୁ ପଡିବ ମୋର ଭାଇ ଭଉଣୀ ମାନେ, ମୋର ପ୍ରିୟ ଯୁବା ଯୁବତୀ ମାନେ, ମୋର ବାପା ମା ମାନେ, ସେ ଅନ୍ଧାରରୁ ବାହାରି ଆସିବାକୁ ପଡିବ। ଆଜି ଆମ ଗାଁର ପ୍ରତ୍ୟେକ ପ୍ରଭୁ ଡାକୁଛନ୍ତି, ଏ ଡୁଣ୍ଡୁମ ଗ୍ରାମବାସୀ ମାନେ ବାହାରି ଆସ ଅନ୍ଧକାରରୁ। ତାହାଙ୍କ ସ୍ୱର ଶୁଣି ଆମେ ବାହାରିବାକୁ ପଡିବ, ବାହାରିବାକୁ ପଡିବ। ନଚେତ ଆମ ପାଇଁ ବିପଦ ଆସୁଅଛି, ଆମ ପାଇଁ କ୍ଲେଶ ଆସୁଅଛି। ଯଦି ଆମେ ସେଥିରୁ ବାହାରିବା ନାହିଁ ଏବଂ ସେଥିରୁ ବାହାରି ମନ ପରିବର୍ତ୍ତନ କରିବା ନାହିଁ, ଆମେ ବିନଷ୍ଟ ହେବା, ଆମେ କ୍ଲେଶ ପାଇବା। ଲାଜାର ବାହାରି ଆସିଲେ ଯୀଶୁ କହିଲେ ଏହାଙ୍କୁ ବନ୍ଧା ଯାଇଥିବ ସମସ୍ତ କପଡ଼ାକୁ ଖୋଲି ଦିଅ। ଆଜି ଆମେ କୋଉଠି ବନ୍ଧା ଯାଇଛୁ? କିଏ ନାଶରେ ବନ୍ଧା ଯାଇଛୁ, କିଏ ମଦରେ ବନ୍ଧା ଯାଇଛୁ, କିଏ ଗୁଟକାରେ ବନ୍ଧା ଯାଇଛୁ, କିଏ କାର୍ଟେଲରେ ବନ୍ଧା ଯାଇଛୁ, କିଏ ବ୍ୟଭିଚାରରେ ବନ୍ଧା ଯାଇଛୁ, ବିଭିନ୍ନ ପଟୁକାରେ ବନ୍ଧା ଯାଇଛୁ। ଆଜି ସବୁ ଖୋଲି ଦିଅନ୍ତୁ, ଦେଖିବେ ଆଉ ନୂଆ ଲାଜ ନାହିଁ ବାହାରିବେ, ଆଉ ଏକ ନୂଆ ମଣିଷ ବାହାରିବେ, ଆଉ ଏକ ନୂଆ ବାପା ହେବେ, ନୂଆ ଭଉଣୀ ହେବେ, ନୂଆ ଯୁବକ ହେବେ। ମୋର ପ୍ରିୟ ମଣ୍ଡଳୀ, ବାହାରି ଆସନ୍ତୁ, ସବୁ ଖୋଲି ଦିଅନ୍ତୁ, ଛାଡ଼ି ଦିଅନ୍ତୁ। ସେ ଅବର୍ଜନା ଗୁଡ଼ିକ ଛାଡ଼ି ଦିଅନ୍ତୁ, সেই দুর্গন্ধ গুড়িক ছাড়ি দিন্তু। তাহলে যে আমটারু সেই ভূত প্রেত ছাড়ি দিব, সেই গুণী কার্য, সেই তান্ত্রিক কার্য আমটারু বাহারি যাব আপে আপে। আমি যদি সমস্ত ধারণ করিবা, অন্ধারে রহিবা, আম ভিতরে যদি বস্ত্রে বন্ধা যাইতিবা, সেই ভূত সেই প্রেত এমতি রহিবে। খোলি দিন্তু, ছাড়ি দিন্তু, শৈতান চালিଯିବ। ଆଉ ଆମକୁ ଡିଷ୍ଟର୍ବ କରିବ ନାହିଁ, ଆମକୁ ହଇରାଣ କରିବ ନାହିଁ। ମୋର ପ୍ରିୟ ମଣ୍ଡଳୀ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଯେଉଁ ସମସ୍ତ ବାକ୍ୟ ଶୁଣୁଛୁ, সেই ଈଶ୍ୱରଙ୍କ ରୂପିତ ବାକ୍ୟ ପ୍ରତି ମନୋଯୋଗୀ ହୁଅନ୍ତୁ ଏବଂ ପରିଚାଳନା ପ୍ରାପ୍ତ ହୁଅନ୍ତୁ, ସୁରକ୍ଷିତ ହୁଅନ୍ତୁ। 7ଟି ଉପବାସ ପ୍ରାର୍ଥନା କରିଛୁ, ରଖିଛୁ ଆମେ। ଆଜିକୁ 4ଟି ଉପବାସ ପ୍ରାର୍ଥନା, ଏହା ସମାପ୍ତ ପରେ ଆହୁରି 3ଟି ଅଛି। যদি এই 7টি উপবাস প্রার্থনা সমাপ্ত পর্যন্ত যদি আম ভিতরে পরিবর্তন নাই, আম ভিতরে নিঃশ্বাস নাই, আম ভিতরে জীবন নাই, তাহলে আমার সমস্ত সেবা উপাসনা ব্যর্থ হয়ে যাব। দ্বিতীয় রাজাবলী 4 পর্বর কথা মনে মনে পড়ুছি। 7টি উপবাস প্রার্থনা যেতবে করেছো, এলিসা জনে ভবিষ্যৎ বক্তা অনেক। দ্বিতীয় রাজাবলী 4 পর্বরে এলিসা ভবিষ্যৎ বক্তা। দিনকর ঘটনা, এলিসা বক্তা চালি চালি যাচ্ছেন এক সুনেমি গাঁ দেই। সে গাঁরে জনে ধনবতী স্ত্রী লা। মা মানে টিকে শুণন্তু, জনে মা লা। সে সুনেমি গাঁরে, গাঁ না হচ্ছে সুনেমি, সে গাঁরে জনে ধনবতী স্ত্রী লা। সে স্ত্রী লোক সে এলিসাଙ୍କୁ ଦେଖିଲେ, ଆଉ ସେ ବୋଧ କଲେ ଇଏ ଜଣେ ପବିତ୍ର ଈଶ୍ୱରଙ୍କର ଜଣେ ବ୍ୟକ୍ତି। ତେଣୁ ସେ ମା ତାଙ୍କୁ ଡାକିଲା, ଆପଣ ଟିକେ ଆମ ଘରକୁ ଆସନ୍ତୁ। ତାକୁ ଖାଇବା ପାଇଁ ପିଇବା ପାଇଁ ବଳେଇଲା ମନ।
से चारिंश जदि पड़े खाଇବା पीवा बड़ेला आ प्रभु दास भी से धनवतीर कथा शुणी घर गले खाइले पीले पुणी आउ थे चलीगले इमिति इमिति दिन एलिसाय से धनवती घर दे जाउछंती जेते थर जाउछंती से स्त्री लोक डाकुछंती पानी पिउछंती डाकुछंती खाइबा को दउछंती हालेलुया दिने से धनवती स्त्री ताको स्वामी को कहला जन स्त्री स्वामी कहला हे सुन ग जे लोक आम संगे जाऊ ना आम घर दे मु बोध कर प्रभु को लोक से ईश्वर को लोक सब बेले आम गाँ आम घर दे दांड दे जाऊँ रे तापाई आम गोटे छोट कोटरी करदे हम ना आम घर उपर तो आ जगह अच्छी साइड सीना जगह ना आम छात उपरे से प्रभु को लोक गोटे छोट कोटरी तैयार करदेबा किए कहते स्त्री प्रभु को लोक पाइते चित्त से माँ माने ही प्रभु को लोक मान सेवा करेंगे माँ माने ही प्रभु को लोक मान चिन्हे माँ माने ही प्रभु को लोक मान आगान्वित करेंगे पुरुष मैंने करेंगे नहीं आउ से धनवती स्त्री जो स्वामी कहला स्वामी भी सम्मत हेले दुई जन मिसिले गोटे घर तैयार करदे से घरे पुणी 4टी विष रखीदे 4टी उपवास स्टार्ट कर कौन कौन रखीदे खट मेज दीपरुका आ गोटे कौन आज्ञा आसन 4टा विष अच्छे से घर तैयार कर 4टा विष रखिले दिने प्रभुंकर दास आसिले एलिसा आसिले से जो घर तैयार से विश्राम नेले से चली जाती एलिसा जड़े आज जड़े अच्छा दास ना कौन आज्ञा गिहेजी ना जिहेजी गिहेजी एलिसा सहित जड़े दास अच्छा गिहेजी से एलिसा सहित जाऊँगी दिने से धनवती स्त्री सुने में गाँव में घर तैयार कर स्त्री को डाकिले गिहेजी कहले गिहेजी से स्त्री को टिके डाक जी आम पे चिंता करी आम पे घर तैयार कर जी आम पे व्यस्त रोचे डाक कौन अभाव अच्छी किंतु एलिसा एक समस्त मनर कथा से जाना लोक समस्त हृदय भावना जानूबा भविष्य वक्ता भविष्य कौन घटव जान किंतु परमेश्वर से दिन हृदय को रुद्ध कर हृदय को तापर गिहेजी से धनवती को डाकिले द्वार मुहर छिड़ाइले एलिसा पचारे हे माँ तुम्हें मो एत सब कर तुम कौन आवश्यक तुम कौन दरकार तुम घर परिवार कौन अभाव अच्छी मत कह किंतु से स्त्री लोक कहला प्रभु सब प्रभु को पाई किसी अभाव नहीं हालेलुया किंतु आज्ञा से धनवतीर पुओ झील हो स्वामी वृद्धा हो किंतु कौन ना पुओ झील ना से स्त्री कही चलीगला दास गिहेज कहला हे प्रभुंकर दास से सीना किसी कहले ना कि पुओ झील एपर्यंत किसी ना ओ पुओ झील ना जदि से आम पे आउे डाक आउे से स्त्री आसी कहला से कहले प्रभु को लोक तुम एत सेवा करते आसंता ऋतु तुम्भ कूल एक पुओ संतान को तुम्हें देख हालेलुया किंतु से स्त्री कहला प्रभु मत ठट्टा कर ना मत विद्या कह ना मोर पुओ जन्म कर समय ना मोर स्वामी भी बुढ़ा हो गले आउ पुओ जन्म कर एलिसा कहते विश्वास कर तुम्हें प्रभु को लोक सब कर आसंता ऋतु एक तुम कूल पुओ देखिए हालेलुया आज्ञा से ऋतु आसला आउ से धनवती स्त्री प्रभु को लोक कथा अनुसार गर्भवती हेले आउ एक पुत्र भी प्रसव कले हालेलुया प्रसव कला से पुओ आस्ते आस्ते बढ़ला ये पूरा वृत्तांत कहबी कहीं ये 7 थर उपवास प्रार्थना गोटे शब्द अच्छी से पुओ आस्ते आस्ते बढ़ला दिनकर बापा माने सब बड़े कार्य व्यस्त थे नहीं कि माँ मैंने टे प्रार्थनाशील थे माँ मान संख्या ही प्रार्थना बढ़ी माँ मैंने ही प्रार्थना आग बढ़ुवे माँ मान संख्या ही सभा समिति देखिए बढ़ुवे बापा मान मन नथिबो आज्ञा से पुओ दिन आस्ते आस्ते बढ़िले माँ सहित पुओ घरे अच्छे बापा जाइए खेत को शस्य संग्रह करने दास मान सहित खेत को जाइए कम करने से पुओ माँ सब प्रार्थना कर माँ को देखला बापा कड़े बापा ना प्रार्थना माँ सहित बसु ना पुओ बापा खोजी खोजी खेत जाए पहुँचला से पुओ एवं से पुओ बापा सामने बसी 2 थर कहला मो मुंड हालेलुया यार कौन अर्थ आज्ञा बापा सामने जाइए पुओ कहूँ मो मुंड माने कौन से पिलार बापा कहला दास मान गई
ए पिला को धरिक ता माँ पापा को नहीं जा पुनर्बार से पिला को धरिले ता माँ बापा को नेले 12टा पर्यंत लिखाई बाइबल रे पिला ता माँ कूल शुई 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 जंत पिला मरी जाइए मरीगले का से पिला बापा पिलार तो शुणला ना बापा बुझिले ना जेतले पिला मरिला से पिला जो मरिला जो धनवती स्त्री सुनेला से स्त्री जो प्रभु को लोक जो कटोरी तैयारी करथिला प्रभु को लोक पे जो आसन अछि से आसन रे प्रभु को दासर आसन रे पिला को लंबा कर सोई दैछि सोईकरी ता मा तरे खेत को गला तांको स्वामी को कहला ए सुनो तुम काम कर पति ना जने दास को गध सहित मत पठाओ मत प्रभु को लोक पाकू जीवा को पाबो एलिसा पाकू जीवो से कर्नेल पर्वत रे अछंती किंतु से ताको स्वामी बुझिले नहीं कौन पे मो स्त्री गध मागुची कौन पे मो स्त्री जने दास को पठाउची मागुची से स्वामी अविलंबे जड़े दास को पठेले गद सहित आउ से धनवती कर्नेल पर्वत को प्रभुंकर लोक एलिसा निकट जे पहुंचले ये धाउचंती दूर एलिसा देखिले गेहजी को कहले ए देखो सुनेमी धनवती मन निकट धाई आसुती कौन होची गेहजी जाई पचार अदारस पचार गेहजी जय अदारस तक पचारे कौन तुम्हें कुशल तो हाँ कुशल तुम पिला कुशल तो हाँ कुशल तुम स्वामी कुशल तो हाँ कुशल मात्र पिला मरिबा कथा गेहजी कहूना से सुनेमी से धनवती एलिसा निकट जाए पहुंचले तार गुड़ धरी प्रणाम कले प्रभु ए बस तुम्हें जो पिला को मत देथिलो आज से पिला मरी जाइछि आपण आसीबा को पड़िबो आज से पिला मरी जाइछि सेतेबेले एलिसा कहले गेहजी को एलिसा मोरे बाड़ी नियो तुम्हें जाओ पिला को तुम्हें बंचेब गेहजी बाड़ी धरिक आग आग गले किंतु सुनेमिया बा धनवती एलिसा को छाड़े आप मत जीवा हम ताहां उठेले कर्नेल पर्वत को आसिले उठेले आउ गेहजी आग आग जाई प्रभु को लोक जमिति कहितले सेमति कलकते पिला बंचला नहीं किंतु एलिसा जाई पहुंचले से घर भीतर को पहुंचला के द्वितीय राजावली 4 पर टिके पढ़ा कि जो 30 पदरू पढ़ंतु 30 रु केते आगो पढ़ंतु एतिरे बाळकर माता कहला सदाप्रभु जीवित थिबा प्रमाणे वो आपन को प्राण जीवित थिबा प्रमाणे मु आपन को छाड़िबे नाही आपन को छाड़िबे ने मो पिला बदला पर मु तुमको छाड़िबे नाही तेनो एलिसा उठी ताहार पछे पछे गले एति मध्येले गेहजी सेमान को आज्ञा के जाई बाळकर मुख ऊपर दृष्टि रखिला मात्र कौनसी रोग कि श्रवण हैला नाही ए गेहजी एलिसा को भेटिबा पाए फेरी आसे ताको जणाई कहला बाळक जागे नाही तो एलिसा से प्रभु आसते देखो बाळक मोरे ताहार सज्जा रे सही अछि ए से भीतर को जाई आपे वो बाळक ऊपर रही द्वार बंद करी सदाप्रभु को निकट प्रार्थना कले आउ से ऊपर को जाई बाळक ऊपर शयन कले वो ता मुख ऊपर आपना मुख वो ता चक्षु ऊपर आपना चक्षु वो ता हस्त ऊपर आपना हस्त रखिले ए रूपे से आपना को बाळक ऊपर लंबमान कले तो हे बाळक शरीर उष्ण हेबा को लागिला बस बाळक कोन हेबा लागिला उष्ण हेबा लागिला क्या प्रभु को लोकर बेजरे पिला सुआइछि एलिसा आसले ते दूर दिस्ता डाकी गला कर्नेल पर्वत आसिले आ से गृह भीतर को एलिसा गले पिला ता खटरे सुइछि मरी की पड़िछि एवं से सदा प्रभु को निकट प्रार्थना कले कबाट बंद कले से भीतर रहिले पिला ऊपरे एलिसा सुइले तार आखि ऊपरे आखि रखिले तार मुख ऊपरे मुख रखिले तार हाथ ऊपरे हाथ रखिले तार गुड़ ऊपरे गुड़ रखिले एलिसा पिला ऊपरे सोइबारो पिलार शरीर उष्ण हला हालेलुया जो शब्द पे एते कथा कहि कहि आनिली से शब्दटी 35 पद रे अछि पढ़ 35 पद एथिरे एलिसा फेरी गृह मध्यरे एने तेने थरे बुलिले तो ऊपर को जाय बाळक ऊपरे आपना को लंबमान कले तो हे बाळक 7 थर छिकिला ओ बाळक चकियो फिटाइला ओ बाळक रो चकु कोन हला फिटाइला हालेलुया हालेलुया मोर प्रिय बंधु मोर प्रिय प्रभु को लोक माने
এই শব্দ ପାଇଁ ଏତେ ଦୂର ମୁଁ ଆସିଲି ଚାଲି 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 35 ପଦରେ ସେଇ ଶବ୍ଦ ପାଇଲୁ। ସେଇ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲା ପରେ ତାର ଉପରେ ଶୋଇଲା ପରେ ମଧ୍ୟ ବାଳକ ଦେହ କେବଳ ଉଷୁମ ହେଲା, କିନ୍ତୁ ସେ ବଞ୍ଚି ନାହାନ୍ତି। ତାପରେ ଆଉ ଥରେ ଏଲିସା ଘରର ଏପଟେ ସେପଟେ ବୁଲିଲେ ଏବଂ ଆପଣା ଲମ୍ବ ମାନେ କଲେ। ତହିଁରେ ବାଳକ 7 ଥର, କେତେ ଥର? 7 ଥର ଚିଙ୍କିଲା। କେତେ ଥର ଚିଙ୍କିଲା? 7 ଥର ଚିଙ୍କିଲା ଏବଂ ତାର ଆଖି ଖୋଲିଲା। ହାଲେଲୁୟା, ହାଲେଲୁୟା। 7 ଥର ଯଦି ଉପବାସ ପ୍ରାର୍ଥନାରେ ଗାଁ ଲୋକମାନେ ମନ ଦେଉଛନ୍ତି, 7 ଥର ଯଦି ଲୋକମାନେ ଯୁକ୍ତିଯୁକ୍ତ ଉପବାସ ପ୍ରାର୍ଥନା ନିରୂପଣ କରୁଛନ୍ତି, କାହିଁକି ଆଜ୍ଞା ଆମ ଗାଁର ଲୋକମାନେ ଆଖି ଖୋଲିବେ ନାହିଁ? କାହିଁକି ଆମ ଗାଁ ଲୋକମାନେ ବଞ୍ଚିବେ ନାହିଁ? ଯେଉଁମାନେ ଆଜି ମନ୍ଦାତ୍ମାରେ ଆକ୍ରାନ୍ତ ଅଛନ୍ତି, ଯେଉଁମାନେ ଆଜି ମନ୍ଦରେ ଲିପ୍ତ ଅଛନ୍ତି, ସେମାନେ କାହିଁକି 7 ସପ୍ତାହ ଉପବାସ ପ୍ରାର୍ଥନା କଲେ 7 ଥର ସେମାନେ ଚିଙ୍କିବେ? ତାପରେ ସମସ୍ତଙ୍କର ଚକ୍ଷୁ ଖୋଲିଯିବେ ଯେ ପ୍ରକୃତ ଈଶ୍ୱରକୁ ସେମାନେ ଜାଣିବେ। 7 ଥର ଚିଙ୍କିଲେ ଆଉ ତାର ଆଖି ଖୋଲିଗଲା। ହାଲେଲୁୟା, ହାଲେଲୁୟା। ମୋର ପ୍ରିୟ ମଣ୍ଡଳୀ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ଲୋକମାନଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା, ପରମେଶ୍ୱରଙ୍କ ଲୋକଙ୍କ ନିୟମ ଅନୁସାରେ ଚାଲିବା ଦ୍ୱାରା, ପରମେଶ୍ୱରଙ୍କ ଲୋକଙ୍କର କଥା ମାନିବା ଦ୍ୱାରା, ପରମେଶ୍ୱରଙ୍କ ଲୋକମାନଙ୍କର ନିର୍ଦ୍ଦେଶ ମୂଳରେ ଚାଲିବା ଦ୍ୱାରା ଆଜ୍ଞା ପରମେଶ୍ୱର ମରଣ ମୁଖରୁ ମଧ୍ୟ ସେ ବଞ୍ଚାନ୍ତି। ସମସ୍ୟାରୁ ସେ ଆମକୁ ଉଦ୍ଧାର କରନ୍ତି, କ୍ଲେଶରୁ ସେ ଆମକୁ ରକ୍ଷା କରନ୍ତି। ହାଲେଲୁୟା। ସେଥିପ୍ରତି ଆମେ ଧ୍ୟାନ ଦେବା। ଏ ମୋର ପ୍ରିୟ ମଣ୍ଡଳୀ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ 7 ସପ୍ତାହ ଉପବାସ ପ୍ରାର୍ଥନା କରିଛୁ। ଯଦି 7 ସପ୍ତାହ ଯଦି ଯେଉଁମାନେ ବିଶ୍ୱାସର ସହିତ ଉପବାସ ପ୍ରାର୍ଥନାରେ ସମୟ ଦେଉଛନ୍ତି, ଆପଣମାନଙ୍କର ଚକ୍ଷୁ ଖୋଲିଯିବ, ଆପଣମାନଙ୍କର ବନ୍ଧନ ଖୋଲିଯିବ, ଆପଣଙ୍କର ଅନ୍ଧକାରରୁ ସେଇ ଗୁଣି ଜାଗାରୁ ଆପଣ ବାହାରି ଆସିବେ। ହାଲେଲୁୟା। ଯଦି ଆପଣମାନେ ଉପବାସ ପ୍ରାର୍ଥନା ବଡ଼ ଯୋଗୀ ନାହାନ୍ତି, ସବୁବେଳେ ଅନ୍ଧାର ରହିବେ, ସେଇ ନିଶାଦ୍ର ବନ୍ଧାଇ ରହିବେ, ଆପଣଙ୍କ ଚକ୍ଷୁ ସବୁବେଳେ ବନ୍ଦ ଥିବ। ସାବଧାନ। ଆଉ ଗୋଟେ ସେଇ ପ୍ରଥମ ରାଜାବଳୀ, ସେଇ ଦ୍ୱିତୀୟ ରାଜାବଳୀରେ ଆଉ ଗୋଟେ ବିଷୟ ଲେଖା ଅଛି 5 ପର୍ବରେ। ବୋଧେ ସେଇ ତାଙ୍କର ନାଁ କ'ଣ ଗୋଟେ ଜାଣିପାରୁନି, ନାମାନ। ନାମାନ ଜଣେ କି ରୋଗୀ ଥିଲେ ଆଜ୍ଞା? କୁଷ୍ଠ ରୋଗୀ ଥିଲେ, ଅଚୁଚି ହେଇଥିଲେ, ଅପବିତ୍ର ହେଇଥିଲେ। ସେ ନାମାନ ଚୁଚି ହେବା ପାଇଁ ଚାହୁଁଛନ୍ତି। ତାହାଙ୍କୁ କୁହାଗଲା, ତୁମେ ଚୁଚି ହେବା ପାଇଁ ଚାହୁଁଛ, ତାହେଲେ ସେ କାହା ପାଖକୁ ଯାଅ? ଏଲିସା ପାଖକୁ ଯାଅ। ଏଲିସା ଭବିଷ୍ୟତ ବକ୍ତା ପ୍ରଭୁଙ୍କ ଲୋକ ପାଖକୁ ଯାଅ। ପ୍ରଭୁଙ୍କ ଲୋକ ଯାହା କହିବେ ତାହା ମାନ, ନଚେତ୍ ନାମାନ ଏମିତି ହିଁ କୁଷ୍ଠ ହେଇ ରହିବ, ଏମିତି ଅଚୁଚି ହେଇ ରହିବ ରେ। ନାମାନ ପାଖକୁ ଯାଅ, ଏଲିସା ପାଖକୁ ଯାଅ ତୁମେ ଚୁଚି ହେବା ପାଇଁ। ନାମାନ ଭାବିଲା, ହଉ ମୁଁ ଯିବି, ଭବିଷ୍ୟତ ବକ୍ତା ପ୍ରଭୁଙ୍କ ଲୋକ ପାଖକୁ ଯିବି। ମୁଁ କୁଷ୍ଠ ହେଇଛି, ଅଚୁଚି ହେଇଛି, ଏତେ କଷ୍ଟ ପାଉଛି। ମୁଁ ଏଲିସା ଭବିଷ୍ୟତ ବକ୍ତାଙ୍କ ନିକଟକୁ ଗଲେ, ପ୍ରଭୁଙ୍କ ଲୋକ ନିକଟକୁ ଗଲେ, ସେ ମୋତେ ମୁଣ୍ଡରେ ହାତ ଦେବେ, ମୋର କ୍ଷେତ ଜାଗାରେ ଛୁଇଁବେ, ତେଲ ଲଗାଇ ଦେବେ, ମୋ ମୁଣ୍ଡ ଉପରେ ହାତ ରଖି ପ୍ରାର୍ଥନା କରିବେ। ନାମାନ ଭାବିଲା, ସେ କ'ଣ ଭାବିବ ଆଜ୍ଞା? ପ୍ରଭୁଙ୍କ ଲୋକ କ'ଣ କହୁଛନ୍ତି ସେଟାକୁ ଜାଣିବାକୁ ପଡ଼ିବ। ନାମାନ କୁଷ୍ଠ ରୋଗୀ ଅଚୁଚ୍ଛି ବ୍ୟକ୍ତି ଥିଲେ। সেই ব্যক্তি ମଧ୍ୟ ଏଲିସା ନିକଟକୁ ଗଲା। ଏଲିସାଙ୍କ ନିର୍ଦ୍ଦେଶ ଅନୁସାରେ ନାମାନ ମାନିବାରୁ ସେ ଚୁଚି ହେଲେ। ହାଲେଲୁୟା। ସେ ପବିତ୍ର ହେଲେ। ପରମେଶ୍ୱରଙ୍କ ଲୋକଙ୍କ ନିର୍ଦ୍ଦେଶ ମାନନ୍ତୁ, ପରମେଶ୍ୱରଙ୍କ ଲୋକଙ୍କୁ ନିୟମ ମାନନ୍ତୁ, ପରମେଶ୍ୱର ଲୋକଙ୍କ କଥା ମାନନ୍ତୁ। ଆଖି ଖୋଲିଯିବ, ଚୁଚି ହେଇଯିବେ, କୁଷ୍ଠ ରୋଗ ଦୂର ହେଇଯିବ। ସେଇ ବୋଧେ ଦ୍ୱିତୀୟ ରାଜାବଳୀ 5:10 ଟିକେ ପଢିଦେବେ କି? ତ ଏଲିସା ଏକ ଦୂତ ପଠାଇ ତାହା କହିଲେ, ଏଲିସା ଏକ ଦୂତ ପଠାଇ ନାମାନକୁ କ'ଣ କହୁଛନ୍ତି ଦେଖ ତ। ତୁମେ ଯାଇ ଜର୍ଦ୍ଦନରେ 7 ଥର ସ୍ନାନ କର। ଏ ନାମାନ, ମତେ ଏଲିସା ପ୍ରଭୁଙ୍କର ଦାସ କହିଲେ, ସେଥିପାଇଁ ମୁଁ ତୁମକୁ କହି ଆସୁଛି, ତୁମେ ଚୁଚି ହେବା ପାଇଁ ଚାହୁଁଛ, ତାହେଲେ ଜର୍ଦ୍ଦନକୁ ଯାଇ 7 ଥର କ'ଣ କର? ସ୍ନାନ କର। ନାମାନ, ତହିଁରେ ତୁମ୍ଭର ନୂତନ ମାଂସ ହେବ ଓ ତୁମେ ଶୁଚି ହେବ। ଓ ନାମାନ, ତୁମେ କ'ଣ ହେବ? ଚୁଚି ହେବ। ହାଲେଲୁୟା, ହାଲେଲୁୟା। ନାମାନକୁ କୁହାଗଲା, ତୁମେ ଚୁଚି ହେବା ପାଇଁ ଚାହୁଁଛ, ରକ୍ଷା କରିବା ପାଇଁ ଚାହୁଁଛ, ପବିତ୍ର ହେବା ପାଇଁ ଚାହୁଁଛ। ଏଲିସା ଜଣେ ଦୂତକୁ ପଠାଇଲେ। ଦୂତ ଯାଇ ନାମାନକୁ କହିଲେ, ନାମାନ, ପ୍ରଭୁଙ୍କ ଦାସ ମତେ କହି ପଠାଇଲେ, ତୁମେ ଜର୍ଦ୍ଦନକୁ ଯାଅ, 7 ଥର ସ୍ନାନ କର, ତାହେଲେ ତୁମର ନୂତନ ମାଂସ ହବ।
ଆଉ ତୁମେ ଚୁଚି ହାଲେଲୁୟା। ସେତେବେଳେ ଆଜ୍ଞା ତାପରେ ପରେ ଆପଣମାନେ ଯଦି ପଢ଼ିବେ ନାମାନ ଏମିତି କ୍ରୋଧ ହେଇଗଲେ, ଏମିତି ରାଗିଗଲେ, ମୁଁ ଏତେ ବାଟରୁ ଆସିଥିଲି ଏଇ ଜର୍ଦ୍ଦନରେ ଗାଧୋଇବା ପାଇଁ, ମୋ ଗାଁରେ କ'ଣ ତେଣ୍ଡା ପାଣି ନଥିଲା, ମୋ ଗାଁରେ କ'ଣ ବନ୍ଧ ନଥିଲା, ମୋ ଗାଁରେ କ'ଣ ଏମିତି ନାଳ ନଥିଲା, ମୁଁ ଆମ ଗାଁରେ ଗାଧୋଇଥିଲେ ମୁଁ ଭଲ ହେଇନଥାନ୍ତି। ଏଇଠି ଆସିଲା ପରେ ମୋତେ କୁହାଯାଉଛି ଜର୍ଦ୍ଦନରେ ଗାଧୋଇବା ପାଇଁ। ପରମେଶ୍ୱରଙ୍କ ଲୋକଙ୍କ ନିୟମକୁ ସେ ମାନିଲେ ନାହିଁ। କିନ୍ତୁ ନାମାନର ସହିତ ଆସିଥିବା ଦାସମାନେ କହିଲେ ଆଜ୍ଞା ଏମିତି କ୍ରୋଧ ହୁଅନ୍ତୁ ନାହିଁ, ଆପଣ ଯେଉଁ ଚୁଚି ହେବା ପାଇଁ ଚାହୁଁଛନ୍ତି, ଆପଣ ପବିତ୍ର ହେବା ପାଇଁ ଚାହୁଁଛନ୍ତି, ପରମେଶ୍ୱରଙ୍କ ଲୋକ କଥା ଶୁଣ, ତା କଥା ଅନୁସାରେ ଆପଣ ଟିକେ ଜର୍ଦ୍ଦନରେ ଯେ 7 ଥର ଗାଧୋଇ ଦିଅ, ଦେଖିବେ କ'ଣ ହବ। 7 ଥର ଯାଇ ଗାଧୋଇ, ତାପରେ 14 ପଦ ଦେଖିବା କି ନାମାନ ମାନିଲା। ପରମେଶ୍ୱରଙ୍କ ଲୋକଙ୍କ କଥା ଅନୁସାରେ ନାମାନ ଜର୍ଦ୍ଦନରେ ଯାଇ କ'ଣ କଲେ? ଜର୍ଦ୍ଦନରେ 7 ଥର ଆପଣଙ୍କୁ ବୁଢାଇଲା, ବୁଡ଼ିଲା ଉଠିଲା, ବୁଡ଼ିଲା ଉଠିଲା। ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ପରି। କ'ଣ ହେଲା? କ୍ଷୁଦ୍ରତର ବାଳକ ମାଂସ ତୁଲ୍ୟ ହେଲା। ହାଲେଲୁୟା। ଟିକେ ତାଳି ଦିଅନ୍ତୁ ଆଜ୍ଞା, ତାଳି ଦିଅନ୍ତୁ। ପରମେଶ୍ୱରଙ୍କ ଲୋକ କଥା ମାନିଲେ, ପରମେଶ୍ୱରଙ୍କ ନିୟମ ମାନିଲେ। ଏଇ ନାମ ଯେ କି ନିଜ ଗର୍ବ କରୁଥିଲା, ମୁଁ ଏଡ଼େ ବଡ଼ ରାଜା, ମୁଁ ଏଡ଼େ ବଡ଼ ନେତା, ମୁଁ ଏଡ଼େ ବଡ଼ ଜ୍ଞାନୀ, ଏହାଙ୍କ କଥା ମାନିବି କି? ଏହାଙ୍କ କଥା ଅନୁସାରେ ମୁଁ ନାଳରେ ଗାଧେଇବି କି? ସେ ନିଜକୁ ବଡ଼ିମା ଦେଖାଉଥିଲେ। କିନ୍ତୁ ଯେତେବେଳେ ସେ ନିଜକୁ নত କଲେ, ଯେତେବେଳେ ନିୟମ କଲେ, ଯେତେବେଳେ ମାନିଲେ, ସେ 7 ଥର ଆଜ୍ଞା ଥରକୁ ଥର ବୁଡ଼ିଲେ, ବୁଡ଼ିବାକୁ ଉଠିବା କଲେ। 7 ଥର ଜର୍ଦ୍ଦନରେ ବୁଡ଼ିବାରୁ ନୂତନ ବାଳକ ପରି ତାର ମାଂସ ହେଲା, ଆଉ ସେ ଚୁଚି ହେଲେ। ହାଲେଲୁୟା। ଆମେ ଯଦି ଚୁଚି ହେବା ପାଇଁ ଚାହୁଁଛୁ, 7ଟି ଉପବାସ ପ୍ରାର୍ଥନାରେ ନିଜକୁ ଜର୍ଦ୍ଦନରେ ବୁଡ଼େଇବାକୁ ପଡ଼ିବ। ହାଲେଲୁୟା। ଯେଉଁ ପର୍ଯ୍ୟନ୍ତ ଯଦି ଆମେ ବୁଡ଼ି ନାହୁଁ ପବିତ୍ର ଆତ୍ମାରେ, ଯେଉଁ ପର୍ଯ୍ୟନ୍ତ ପ୍ରାର୍ଥନାରେ ବୁଡ଼ି ନାହୁଁ ଆମେ ମାନେ, ସେ ପର୍ଯ୍ୟନ୍ତ ଚୁଚି ହେଇଥିବା, ଅପବିତ୍ରତା ହେଇଥିବା। ମୋର ପ୍ରିୟ ମଣ୍ଡଳୀ, 2 ଜଣ ଏଠି ଗୋଟେ ଯେଉଁ ସାକ୍ଷ୍ୟ ଗୁଡ଼ାକ କହୁଥିଲେ, ସେତେବେଳେ ମୁଁ ଶୁଣୁଥିଲି। ଏପଟେ ଝିଅ ଗୋଟେ କହୁଥିଲା, ଏପଟେ ବାପା ଗୋଟେ କହୁଥିଲେ। ତାକୁ ଝିଅ ଗୋଟେ କଥା କହୁଥିଲେ, ଏଇଠି ପରେ କାଲି ପିଲାମାନେ ପ୍ରାର୍ଥନା କରୁଛନ୍ତି, ବଡ଼ମାନେ ସବୁ କୁଆଡ଼େ ଯାଉଛନ୍ତି, ଗିନା ବଜାଉଛନ୍ତି କୁଆଡ଼େ, ପିଲାମାନେ ଉତ୍ସାହ ଅଛନ୍ତି, ପିଲାମାନେ ଉଦ୍ଯୋଗ ଅଛନ୍ତି। ସେଇ ପିଲାମାନଙ୍କ ପବିତ୍ର ହୃଦୟ, ସେ ପିଲାମାନଙ୍କ ଆଉ ପବିତ୍ର ସେବା। ଆଉ ତାଙ୍କ ବାପା ଗୋଟେ କଥା କହୁଥିଲେ, ବହୁତ ଇମ୍ପୋର୍ଟାଣ୍ଟ ବିଷୟ, ମୁଁ ଟିକେ ଭୁଲିଗଲି ଏତେ ବିଷୟ ସେଟା। କ'ଣ ଗୋଟେ କହୁଥିଲେ ଆଜ୍ଞା? କ'ଣ ମାଷ୍ଟର କ'ଣ କହୁଥିଲେ? କିଏ ମନେ ପକେଇଦେବେ କି? ବାସ୍ ଗୋଟେ ବିଷୟ, ଗୋଟେ ଯେ ନିୟମ ମାନୁନି ତାକୁ ହାତ ଗୋଡ଼ ବାନ୍ଧି ଭିତରେ ରଖାଯାଇଛି। ଆଉ ସେ ତାର ନଖରେ ତାର ବନ୍ଧା ଥିବା ଜିନିଷକୁ ସେ କାଟିବା ପାଇଁ ଚେଷ୍ଟା କରୁଛି। ଆଉ ତାର ଲୋକମାନେ କହୁଛନ୍ତି ତାଙ୍କ ହାତ ଗୋଡ଼ ବନ୍ଧା ହେଇଛି, ତାର ନଖରେ ଦୌଡ଼ି କାଟୁଛି। କିନ୍ତୁ ଲୋକ କହିଲେ କାଟିଲେ କାଟୁ, ଆମେ ତ ବାହାପତ ଗେଡ଼ା ଦେବ, ସେ ଭିତରେ ତ ରହିବ ନା, ସେ କୁଆଡ଼େ ଯିବ? ତାଙ୍କୁ ଗୋଟେ ଘରେ ବନ୍ଧା ଯିବ, ଘରେ ରଖାଯାଇଛି। ଏଇ ଯେଉଁ ଗାଁ ପାଇଁ ଯେଉଁ ସମସ୍ତ ଦୃଶ୍ୟ ଗୁଡ଼ିକ ଅନେକ ଲୋକମାନେ ଦେଖୁଛନ୍ତି, ଅନେକ ବିଷୟ ଗୁଡ଼ିକ ଆମେ ପାଉଛୁ। এই সমস্ত বিষয় যদি আমি শুনি সতর্ক ন হও, এই সমস্ত বিষয় শুনি আমি কুপথরু ন ফেরু, তাহলে মোর প্রিয় বন্ধু মানে এমনি কুষ্ঠ হয়ে আমার গাঁ দিব, এমনি অচুচি হউথিব, লোক মানে ঘৃণা করুথিবে, লোক মানে পরিহাস করুথিবে। যদি লোক মানে সম্মান পাইবা পাই হেলে প্রার্থনারে বুড়ি যান্তু, সেবা উপাসনারে আহুতি পড়ন্তু, প্রভুর কোলে আহুতি পড়ন্তু, লোকের প্রশংসা করিবে। নামান যেতলে নূতন শিশু পরি মাংস হেলা চুচি হেলা পরে তাঙ্কর হাতରୁ ফেরি যাଉଛନ୍ତି, ଲୋକମାନେ ଆଶ୍ଚର୍ଯ୍ୟ ତାକୁ ଦେଖୁଛନ୍ତି। କି ପ୍ରକାର ଏ ପବିତ୍ର ହେଲା, କେମିତି କୁଷ୍ଠ ରୋଗରୁ ଭଲ ହେଲା। ଲୋକମାନେ ଆଶ୍ଚର୍ଯ୍ୟ ହେଲେ ତାଙ୍କୁ ଦେଖିକିରି। ଆମ ଗାଁ ଦେଖି ସେମିତି ଆଶ୍ଚର୍ଯ୍ୟ ହୁଅନ୍ତୁ। ଆମ ଗାଁ କୁଷ୍ଠ ରୋଗରେ, ଆମ ଗାଁ ଯେଉଁ ପବିତ୍ରତାରେ, ଆଜି ଆମ ଗାଁ ଭୂତ ଗୁଣି ଗାରିଡ଼ିରେ ଅଛନ୍ତି। এই সমস্ত নীতি নিয়ম ভিতরে থাই ଯେଉଁ ভাই ভଉଣୀ ମାନେ, ଯେଉଁ ବାପା ବୋଉ ମାନେ ଆଜି ଗୁଣି ଗାଡ଼ି କାର୍ଯ୍ୟରେ ଲିପ୍ତ ଅଛନ୍ତି, ଯଦି ଆପଣମାନେ ଏଥିରେ ବାହାରି ଆସୁନାହାନ୍ତି, ଏଥିରେ ଯଦି ବନ୍ଧ ରହିବେ, ମଶାଙ୍କ ବ୍ୟବସ୍ଥାରେ ମଶାଙ୍କୁ କୁହାଯାଉଥିଲା ଯେକୌଣସି ପୁରୁଷ ହଉ କିମ୍ବା ସ୍ତ୍ରୀ ହଉ, ଯଦି ସେ ବାହାରୁ ନାହିଁ, ସେ କୁପଥରୁ ଫେରୁ ନାହିଁ, ତାକୁ ନମସ୍କାର କର, ନାଇଁ କି? କ'ଣ କର ଆଜ୍ଞା?
आज्ञा से लिपि पुस्तक 20:27 पद टी पढ़त आज्ञा से लिखाई से सम्मान दियो कि नमस्कार करो 20:27 लेबी आओ पुरुष व स्त्री जे कहीं भुतुरिया आओ पुरुष किबा स्त्री जे कहीं भुतुरिया किबा गुणिया मान करो भुतुरिया व गुणिया हुए भुतुरिया किबा गुणिया हुए से नितांत हत हब लोक माने सेमान को पत्थर मारी बद्ध करिवे सेमान को रक्त सेमान को ऊपर वर्तिबो हालेलुया बापा माने मां माने इलाका जे पुरुष हो कि स्त्री हो केवल पुरुष माने भुतुरिया काम करूनांती गुणी काम करूनांती झियो माने मध्ये अछंती बाइबल रे अछि थणतम हलदिया वस्त्र विक्रयकारिणी लुधिया नामनी से जने स्त्री लोक गुणिया काम करूची तांत्रिक काम करूची बाइबल रे अछि एडी जो लिखा है पुरुष स्त्री के पुरुष के स्त्री जे केही भूतुड़िया किबा गुणिया कार्य करे से नितांत हतब गाँ लोक मान पत्थर मारी मारी बद्ध करिवे ता पय स्थान नाही आ गुटे सेलिंग पुस्तक रे कोन लिखा है 19:20 जदि आप मैंने पढ़े 20 एवं नहीं 30-31 लेवी पुस्तक 19 भूतुड़िया के गुणिया मान को अनुसरण करो नहीं आउ से द्वारा अचुची हो नहीं से द्वारा अपवित्र हो नहीं से द्वारा नष्ट हो नहीं लिखा है तबे माने भुतुड़िया की गुणिया मान करो भूतुड़िया के गुणिया मान करो अनुसरण करो नहीं से द्वारा अपवित्र हेबा निमंते द्वारा अपवित्र हेबा निमंते अन्वेषण करो नहीं आंबे सदा प्रभु तुम भगवान को परमेश्वर से भूतुड़िया गुणिया मान को अनुसरण करो नहीं विपद आसले रोग आसले भूतुड़िया मान को गुणिया मान को गान करो नहीं मल्ले प्रभु को नाम रे मरी बाइना हालेलुया रोमी 14 पर्वर 7-8 पद देखुछु आमे मरु किबा बंचु आमे कार प्रभु कर तेणु मोर प्रिय मंडली जेतले हम मन गाँ पवित्र हेबा पाई रक्षा हेबा पाई चुची हेबा पाई कुष्ठरो मुक्त हेबा पाई जेतले उपवास प्रार्थना निरूपण करी जदि आमे भूतुड़िया किबा गुणिया मान को अनुसरण करिबा सावधान आम गाँ पाई आम परिवार आम जीवन पाई एक अभिशाप मोर प्रिय मंडली सदा प्रभु से आम मान रक्षक से आम प्रतिपालक से आम सहाय होती से आम रक्षा करेंगे से आम उद्धार करेंगे उपवास प्रार्थना करंतु उपवास प्रार्थना रे शक्ति अछि उपवास प्रार्थना रे मुक्ति अछि उपवास प्रार्थना रे परित्राण अछि जो माने अछि ए प्राचुर्यता सकाशे उपवास प्रार्थना को अति पसंद करू नांती द्वितीय विवरण बोधे 28-47 पदरे गत थर कहूली यही लोक मैंने आम सब किसी देलु इमती डुंडुम गाँ नाला इमती डुंडुम दांड नाला इमती रास्ता नाला इमती घरद्वार नाला इमती गाड़ी गुड़ा नाला इमती लुगापटा नाला इमती डुंडुम लगा खाऊ नथिले जंगल पिता कंदा संग्रह कर खाऊा लोक मैंने आज प्रभु एमान को एति आशीर्वाद कले किंतु आज डुंडुम लोक मैंने आनंद प्रफुल्ल चित्तरे गिर्जा करूना प्रार्थना दिन जाऊँ बुलवा 28-47 है कारण तुमने सर्व प्रकार संपत्ति बहुल रूपे पाइले हैं सर्व प्रकार संपत्ति बहुल रूपे पाइले हैं आनंद प्रफुल्ल चित्तरे सदा प्रभु तुम परमेश्वर को सेवा कले नहीं आज से परमेश्वर गाँ प्रति से मुख फेरे नहीं आखि बंद कर प्रफुल्ल चित्तरे गाँव लोक मैंने सेवा कले ना आज्ञा प्रफुल्ल चित्तरे लोक मैंने प्रभु को आराधना कले ना ए माने निशा द्रव्य लिप्त हेले निशा द्रव्य माने अपवित्र हेले निशा द्रव्य गुणी गाली लोक अनुसरण करी अपना को चुची पवित्र करी अछंती प्रभु एति आशीर्वाद करिछंती आज्ञा एते भल पोशाक पिंधुछु भल घर द्वार कलु भल गाड़ी गुड़ा पाइला परे आज माने प्रभु को सेवा करि पारुना जिसाय 60:12 लिखाई जो राज्य जो गोष्ठी जो गाँ प्रभु को सेवा करेंगे से माने नितांत कौन गोटे हे लिखाई विनष्ट हे
जो गाँ हो हाँ वो राज्य तुम सेवा न करिबो जो राज्य बा जो गाँ जो परिवार प्रभु को सेवा न करिवे ता विनष्ट हेबो साहा विनष्ट हबो हां हाँ सेई देश सकल निशेष सही देश सकल निशेष रूपे ध्वंसित हेबो ধ্বংসিত সাবধান এই প্রাচুর্যতা পাইলা পরে প্রভুଙ୍କ সেবা পাচ্ছি যাওতু ନାହିଁ এই আশীর্বাদ পাইলা পরে প্রভুଙ୍କୁ ভুলি যাওতু ନାହିଁ ମୋର প্রিয় মণ্ডলী উপবাস ପ୍ରାର୍ଥନା ହେଗଡ଼ କରନ୍ତୁ ନାହିଁ ଆଜି ଅନେକ ଲୋକମାନେ ଉପବାସ ପ୍ରାର୍ଥନାକୁ ତୁଚ୍ଛ କରୁଛନ୍ତି ଅନେକ ଲୋକମାନେ ଉପବାସ ପ୍ରାର୍ଥନାକୁ ତୁଚ୍ଛ କରୁଛନ୍ତି ମନେ ରଖନ୍ତୁ ବାପା ମାନେ ଭାଇ ମାନେ এই সমস্ত এই বলর ସବୁଦିନ ରହିବ ନାହିଁ এই সমস্ত ধন ସବୁଦିନ ରହିବ ନାହିଁ এই বল ସବୁଦିନ ରହିବ ନାହିଁ বিপদ যেତେବେଳେ ଆସିବେ ଆଜି ଯେଉଁମାନେ ଉପବାସ ପ୍ରାର୍ଥନା କରୁନାହାନ୍ତି ସେତେବେଳେ ସେ ଉପବାସ ପ୍ରାର୍ଥନା କରିବାକୁ ଖୋଜିବେ ମାତୃ 9:15 ଆଜି ଯେଉଁମାନେ ଉପବାସ କରୁନାହାନ୍ତି ଆଜ୍ଞା ସେମାନେ ଉପବାସ କରିବା ପାଇଁ ଲୋକମାନଙ୍କୁ ଖୋଜିବେ ଉପବାସ କରିବା ପାଇଁ ଲୋକମାନଙ୍କୁ ଡାକିବେ ଆଜି ଆମ ପାଖରେ ଧନ ଅଛି ଆଜି ଆମ ପାଖରେ ବଳ ଅଛି ଆଜି ଆମ ପାଖରେ ବର ଅଛନ୍ତି 9:15 ମାତୃ ଯିଶୁ ସେମାନଙ୍କୁ କହିଲେ ଯୀଶୁ ସେମାନଙ୍କୁ କହିଲେ ବର ଯେ ପର୍ଯ୍ୟନ୍ତ ବରଯାତ୍ରୀ ମାନଙ୍କ ସହିତ ଥାନ୍ତି ବର ଯେ ପର୍ଯ୍ୟନ୍ତ ବରଯାତ୍ରୀ ମାନଙ୍କ ସହିତ ଥାନ୍ତି ସେ ପର୍ଯ୍ୟନ୍ତ ସେମାନେ সেই পর্যন্ত ସେମାନେ କିଶୋକ କରିପାରନ୍ତି কি শোক କରି ପାରନ୍ତି କିନ୍ତୁ ସମୟ ଆସିବ କିନ୍ତୁ ସମୟ ଆସିବ ଯେତେବେଳେ ସେମାନଙ୍କ ଠାରୁ ସେମାନଙ୍କ ଠାରୁ ବରଙ୍କୁ କାଢି ନିଆଯିବ ବରକୁ କାଢି ନିଆଯିବ ଆଉ ସେତେବେଳେ ସେମାନେ ଉପବାସ କରିବେ ସେତେବେଳେ ସେମାନେ ଉପବାସ କରିବେ ଆଜି କରୁନାହାନ୍ତି ବୁଲୁଛନ୍ତି ବୁଲନ୍ତୁ ଆଜି ଉପବାସ ପ୍ରାର୍ଥନା ଆସୁନାହାନ୍ତି ନ ଆସନ୍ତୁ କିନ୍ତୁ କରିବେ ଆଜି ମାଷ୍ଟରକୁ ଡାକୁନାହାନ୍ତି ପ୍ରାର୍ଥନା କରିବା ପାଇଁ ଜ୍ୱର ହେଲେ ଡାକିବେ ଆଜି ପ୍ରାର୍ଥନାରେ ମାନତ ଦାନ ଦେଉନାହାନ୍ତି ଦିଅନ୍ତୁ ବିପଦ ଆସିଲେ ମାନତ ପ୍ରାର୍ଥନା କରିବା ପାଇଁ ଦେବେ ବରଙ୍କୁ କାଢି ନିଆଯିବ ଆପଣଙ୍କର ସମସ୍ତ ଶକ୍ତି କାଢି ନିଆଯିବ ଧନ ସମ୍ପତ୍ତି କାଢି ନିଆଯିବ ଆପଣଙ୍କର ସବୁ କିଛି କାଢି ନିଆଯିବ ସେତେବେଳେ କ'ଣ କରିବେ ଆଜ୍ଞା ସେତେବେଳେ କେମିତି ହେବେ ସେତେବେଳେ ଉପବାସ ପ୍ରାର୍ଥନା କରିବା ପାଇଁ ଗରାଣ୍ଡ ହେଇ ବୁଲିବେ ସେଥିପାଇଁ ସାବଧାନ ମୋର ପ୍ରିୟ ମଣ୍ଡଳୀ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଏଇ ଦିନମାନଙ୍କ ମଧ୍ୟରେ ଆମେ ଉପବାସ ପ୍ରାର୍ଥନା କରିବା ମୁଁ 11ଟା ବୋଧେ ଆରମ୍ଭ କରିଥିଲି 12ଟା ହେଲା ଆଉ ଟିକେ ଚାଲିବ ହାଲେଲୁୟା ଚାଲିଯିବ ଉପବାସ ପ୍ରାର୍ଥନା ଚାଲିଯିବ ମୋର ପ୍ରିୟ ମଣ୍ଡଳୀ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ତେଣୁ ଏବେ ହିଁ এই উপবাস প্রার্থনারে প্রত্যেক লোকମାନେ ফেরি আসন্তু ଆଉ ସମସ୍ତ ଇସ୍ରାଏଲ ସନ୍ତାନଗଣ ପ୍ରଭୁଙ୍କ ନିକଟକୁ ଫେରି ଆସନ୍ତୁ ଏହା ହିଁ ପ୍ରଭୁ ଚାହାନ୍ତି ଜୋଏଲ ପୁସ୍ତକରେ ଯାହାକି ଆମେ ପ୍ରତିଦିନ ଦେଖୁଛୁ 2 ପର୍ବ 12 ପଦ ଯଦି ଆମେ ପଢିବା ଏବେ ତୁମ୍ଭେମାନେ ଉପବାସ ଓ ରୋଦନ ଓ ବିଳାପ କରି ଫେରି ଆସ ପ୍ରଭୁଙ୍କ ନିକଟରେ ତୁମମାନଙ୍କ ଦୁଷ୍ଟ ପଣରୁ ମନ ପରିବର୍ତ୍ତନ କରନ୍ତୁ ପାପ ସ୍ୱୀକାର କରି ପ୍ରଭୁଙ୍କ ନିକଟବର୍ତ୍ତୀ ହୁଅନ୍ତୁ সেই জোয়ের 1 পর্বর 14 পদরে পবিত্র উপবাস প্রার্থনা নিরূপণ কর সমাজের সমস্ত লোকମାନଙ୍କୁ সংগ্রহ কর কাহাকে ছাড় ନାହିଁ সমস্ত লোকମାନେ ଆସନ୍ତୁ ଉପବାସ ପ୍ରାର୍ଥନାରେ ତାହେଲେ ଗାଁ ରକ୍ଷା ପାଇବ ବେଳେ ବେଳେ ଚିନ୍ତା ଲାଗୁଛି ଆଜ୍ଞା ଅନେକ ଲୋକମାନେ ଉପବାସ ପ୍ରାର୍ଥନାରେ ମନୋଯୋଗୀ ହେଉନାହାନ୍ତି ଅଳ୍ପ କେତେକ ଲୋକମାନଙ୍କ ଦ୍ୱାରା ଯେ ଗାଁ ନଷ୍ଟ ହୋଇଯିବ ଆମ ଗାଁ ଦୁର୍ନା ହୋଇଯିବ ଆମ ଗାଁ ଅପମାନ ହୋଇଯିବ କିନ୍ତୁ ଅଳ୍ପ କେତେକ ଲୋକମାନେ ପ୍ରାର୍ଥନା କରୁଥିବା ଲୋକମାନେ ଥିବାରୁ ଆଜି ଗାଁ ରକ୍ଷା ପାଇଛି ଆଉ ଗୋଟେ ବିଷୟ ମୋ ଗାଁ ପାଇଁ ଏତେ ଗର୍ବ ଆମ ଗାଁ ପରି ଅନ୍ୟ ଗାଁରେ କୌଣସି କ'ଣ ନାହିଁ ଆଜ୍ଞା ସାହାଯ୍ୟ କିମ୍ବା ସୁବିଧା ଉପଯୋଗ ଗୁଡ଼ିକ ନାହିଁ ଏତେ ବଡ଼ ଗାଁ କେତେ ଲୋକ ସଂଖ୍ୟା ଅଛୁ ଗୋଟେ ପରିବାର ଦୁଃଖ ପଡ଼ିଲେ ସମସ୍ତେ ଦୁଃଖ ଗୋଟେ ପରିବାର ସୁଖ ପଡ଼ିଲେ ସମସ୍ତେ ସୁଖ ହାଲେଲୁୟା ହାଲେଲୁୟା ଏମିତି ଗାଁକୁ ଆଜି କେତେ ଲୋକମାନେ ଅଛନ୍ତି ନଷ୍ଟ କରିବା ପାଇଁ ଏମିତି ଗାଁକୁ ଅନେକ ଲୋକମାନେ ଅଛନ୍ତି ଭ୍ରଷ୍ଟ କରିବା ପାଇଁ କିନ୍ତୁ ଆମେ ସେମିତି ହେବାକୁ ଦେବା ନାହିଁ ଆମେ ପ୍ରାର୍ଥନା କରିବା ଏବେ ହିଁ ଉପବାସ ପ୍ରାର୍ଥନା ବିଳାପ ରୋଦନ କରି ସଦା ପ୍ରଭୁଙ୍କ ନିକଟକୁ ଫେରି ଆସନ୍ତୁ ଗାଁର ପ୍ରତ୍ୟେକ ଲୋକମାନେ ପରିତ୍ରାଣ ପାଇବା ପାଇଁ ଉଦ୍ଧାର ପାଇବା ପାଇଁ ଏହା ହିଁ ପ୍ରଭୁ ଆମଠାରୁ ଚାହାନ୍ତି ଏ ମୋର ପ୍ରିୟ ମଣ୍ଡଳୀ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଯଦି ଜଣେ पवित्र आत्मारे व्यवहार होना गिर्जा जाऊ नहीं आज जदि से व्यक्ति केमिति से परिवर्तन हम गत सप्ताह मोर शिक्षा दिला लोक माने
इस्राएल लोक माने परमेश्वर को दृष्टि जहाँ मंद ताहा ही कले तेणु जहाँ मंद ताहा ही करितिबारु सेमानकु मंद आत्मा आक्रमण करिवो नाही तो कि आत्मा आक्रमण करिवो जो मानक मंद आत्मा आक्रमण करिवो जो परिवार मंद आत्मा आक्रमण हेबे से माने सब बेले विचलित हेबे से माने अस्थिरता हेबे से माने सब बेले विरक्त हेबे बाइबल रे गुटे पर गुटे ए समस्त वाक्य लेखाई छै जने मंदात्मा बाहरिला परे आ जन मंदात्मा प्रभाव करिवो द्वितीय सामुएल 16 पर्व 14 रु जदि आपण माने 23 पद पर्यंत दिन पढिबे एडी लेखाई छै अनंत ईश्वर संतान प्रभुंकर जहाँ मंद ताहा ही से माने कले जे मंद कर्म कले ताहा को मंद आत्मा ही आक्रमण करिवो प्रथम सामुएल आपण माने 16 पर्व 13 23 दे पढिबे पर समय ने मोर 12टा हो गलानी पढिबे पर समय सेठी जने व्यक्ति को मंद आत्मा सबले विरक्त कर चुके से जतले भलो दिबा सबरे ताहांको निकट परमेश्वर का आत्मा थिला से गां शांति थिला से परिवार शांति थिला किंतु से जतले मंद कर्म कले ताकि से तले मंद आत्मा ता आक्रमण कला आ मंद आत्मा ताको सब बेले विरक्त करिया को लागिला आ सेते बेले दीपूर्ण बिना बादक ता निकट को आनी बचाइले आउ ताहाठारु थिबा मंद आत्मा बाहरी गला आउ से आसपास पाइले बोली लिखाइ छै हालेलुया हालेलुया आपण मन परवर्ती समस्या अंश गुडी को पढिबे पढियो का पाके समान है पुनी बहुत दूर जीवार अछि हम हालेलुया एनो प्रभु आम समस्त को ए वाक्य आशीर्वाद प्रदान करंतु से मंद आत्मा को हमर बाहर कर देउ आमे विरक्त हबा नै आमे शांति रे सेवा करिबा गां रे शांति रहिबा परिवार रे शांति रहिबा प्रत्येक लोक में आश्वास हबा तेनु मोर प्रिय मंडली सेई गर्तर बाहर आसंतो से बंधन खुली दंतो आम समस्त को संपूर्ण मुक्त हो आम समस्त को छुची प्रभु करंतु आसंतो आमे प्रार्थना करिबा प्रेज द लॉर्ड हालेलुया समस्त के मन करिबा प्रार्थना करिबा पवित्र मंत्र स्वर्गीय पिता तुम पवित्र नाम धन्यवाद होछु प्रभु तुम महान ईश्वर तुम भगवान को तुम प्रति समय प्रति मुहूर्त रे तुम वाक्य तुम चेतना देवछ तुम वाक्य तुम कथा कहछ तुम भगवान को तुम प्रभु पवित्रता करिबा तुम चाहछ तुम भगवान को कुपतरु फेरिबा माई तुम चेतना देवछ तुम तुम्हारा धन्यवाद होछु हे महा महिमा मंगल स्वर्गीय पिता आमे सेपरि तुम दृष्टि रे चाहा उचित ताहा आमे सेपरि कार्य करिवो तुम दृष्टि ता संतोष करको ताहा तुम अनुसंधान करिवो एतिनि मते प्रत्येक को आशीर्वाद प्रदान कर प्रभु तुम सम्मुख रे चाहा चाहा उचित काम संपन्न करछो से समस्त वृत्त होई आमे पवित्र जीवन यापन करिवो एतिनि मते समस्त को पवित्र कर प्रत्येक को तुच्छे लगते देव बोली प्रभु तुम पवित्र पात्र में प्रार्थना करछो आज जो सब वाक्य जब तुम कहता कहिछो जदि से वाक्य अनुसार आमे कर्म करिबा पाए तुम दियो केवल श्रोता मात्र हवा तुम दियो नहीं तुम वाक्य अनुसार मानियो पाए तुम वाक्य अनुसार कर्म करियो पाए प्रत्येक तुम चेतना दियो प्रार्थना करछो जदि मो जोग्य को पड़े को त्रुटि करिछि ता मार्जना करो जहा उत्तम ताको प्रत्येक लोक मा धरि रखंतु एवं प्रत्येक परिवर्तित होंतु प्रत्येक दुष्टतार फेरी मन परिवर्तन करंतु एहा ही तुम निकट मोर प्रार्थना ए समस्त प्रार्थना यीशु को नाम में मांगिलु आमेन।